ଓ ମନ୍ନାଥ ଶ୍ରୀ ଜଗନ୍ନାଥ ମଦଗୁରୁ ଶ୍ରୀ ଜଗତଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ। କ୍ରିୟାଯୋଗ ପରମ୍ପରାର ସମସ୍ତ ଗୁରୁମାନଙ୍କୁ ମୁଁ ପ୍ରଣାମ କରୁଛି। ବିଶ୍ୱର ପ୍ରତ୍ୟେକ ସମ୍ପ୍ରଦାୟର ଗୁରୁମାନଙ୍କୁ ମୁଁ ପ୍ରଣାମ କରୁଛି। ଉପସ୍ଥିତ ଭଗବତ ସ୍ୱରୂପଗଣ ସବୁରି ଭିତରେ ଜଗନ୍ନାଥଙ୍କୁ ଉପଲବ୍ଧି କରି ମୁଁ ପ୍ରଣାମ କରୁଛି। ପ୍ରତ୍ୟେକ ମନୁଷ୍ୟ ଜୀବନରେ ସୁଖ ଶାନ୍ତି ଆନନ୍ଦ ଚାହେଁ, କିନ୍ତୁ ସମସ୍ତଙ୍କ ଭାଗ୍ୟରେ ସୁଖ ଆଉ ଶାନ୍ତି ଆଉ ଆନନ୍ଦ ମିଳେ ନାହିଁ। କାରଣ କ'ଣ? କିଛି ଲୋକ ସୁଖ ଆଉ ଶାନ୍ତି ଆଉ ଆନନ୍ଦରେ ଦିନ ଅତିବାହିତ କଲାବେଳେ ବହୁତ ଲୋକ ଦୁଃଖ ଯନ୍ତ୍ରଣା କଷ୍ଟରେ ଜୀବନ ଅତିବାହିତ କରନ୍ତି। କାହିଁକି? କ'ଣ ପାଇଁ? ଆମେ ତ ସମସ୍ତେ ଈଶ୍ୱରଙ୍କର ସୃଷ୍ଟିକୁ ଆସିଛେ। ସମସ୍ତ ପାଇଁ ସୂର୍ଯ୍ୟକିରଣ ଗୋଟିଏ, ବାୟୁ ଗୋଟିଏ, ପୃଥିବୀ ମଧ୍ୟ ଗୋଟେ, ଜଳ ମଧ୍ୟ ଗୋଟିଏ, ପଞ୍ଚଭୂତ ସବୁ ଜାଗାରେ ପରିପୂର୍ଣ୍ଣ ହେଇକି ଅଛି। ତେଣୁ କ'ଣ ପାଇଁ ଜଣକୁ ସୁଖ ଶାନ୍ତି ଆନନ୍ଦ ମିଳିଲା ବେଳେ ଆଉ ଜଣଙ୍କ ପାଇଁ କାହିଁକି ଦୁଃଖ ଯନ୍ତ୍ରଣା କଷ୍ଟ ମିଳେ? ସମସ୍ତେ ବ୍ୟତିବ୍ୟସ୍ତ ହୋଇ ପଡ଼ନ୍ତି। କେମିତି ସୁଖ ମିଳିବ, କେମିତି ଶାନ୍ତି ମିଳିବ, କେମିତି ଆନନ୍ଦ ମିଳିବ? ଈଶ୍ୱରଙ୍କ କଥା ସମସ୍ତେ ଭୁଲି ଯାଆନ୍ତି। ଏ ସୃଷ୍ଟିର ସ୍ରଷ୍ଟା କଥା ଭୁଲି ଯାଆନ୍ତି। କେହି ମନେ ପକାନ୍ତି ନାହିଁ ଯେ ମୁଁ ଆସିବା ପୂର୍ବରୁ ବା ଧରାପୃଷ୍ଠକୁ ଆସିବା ପୂର୍ବରୁ ସତରେ କ'ଣ ଏ ପୃଥିବୀ ଥିଲା, ସତରେ କ'ଣ ଏ ଜଳ ଥିଲା, ସତରେ କ'ଣ ଏ ଅଗ୍ନି ଥିଲା, ସତରେ କ'ଣ ବାୟୁ ଥିଲା, ସତରେ କ'ଣ ଏ ଆକାଶ ଥିଲା, ସତରେ କ'ଣ ଏ ସମୁଦ୍ର ଥିଲା, ଏ ପାହାଡ଼ ପର୍ବତ ନଦୀ ଝରଣା କ'ଣ ସତରେ ଥିଲା? କାହା ମନରେ ପ୍ରଶ୍ନ ଉଠେ ନାହିଁ। ସତରେ କ'ଣ ଏଇ ଅନନ୍ତ ଆକାଶ ଯେ ସବୁଠାରେ ପରିବ୍ୟାପ୍ତ ହୋଇ ରହିଛି, ଅଗଣିତ ନକ୍ଷତ୍ର ଆଉ ଗ୍ରହ ଉପଗ୍ରହରେ ପରିପୂର୍ଣ୍ଣ, ସତରେ କ'ଣ ଏସବୁ ଥିଲା? ମଣିଷ ଭାବିପାରେ ନାହିଁ। ମଣିଷ ଚିନ୍ତାରେ ସଡ଼ିଯାଏ। ଦେଖନ୍ତୁ, ଗୋଟେ ଘରେ ଅନେକ ଅଳିଆ ରହିଲେ ଘରକୁ ଯଦି ସଫା ନ କରି ଦିଆଯାଏ, ଘରେ ଯଦି ଅଳିଆ ରହେ, ଘରଟା କି ଦୁର୍ଗନ୍ଧ ହୁଏ, କେତେ ଅସନା ଲାଗେ, କେତେ ଅପରିଷ୍କାର ଲାଗେ। ଯେତେବେଳେ ସେ ଘରୁ ସମସ୍ତ ଅଳିଆକୁ ବାହାର କରି ଦିଆଯାଏ, ଘରକୁ ସଫା କରି ଦିଆଯାଏ, ଘରକୁ ପରିଷ୍କାର ପରିଚ୍ଛନ୍ନ କରି ଦିଆଯାଏ, ଘରଟା କେତେ ଭଲ ଲାଗେ। ଭୌତିକ ଜଗତର କଥା ବାବା କହୁଛନ୍ତି। ମସିଆ ସାର୍ଟଟେ ପିନ୍ଧିଲେ, ଅପରିଷ୍କାର ଧୋତି କି ଗାମୁଛାଟେ ୟୁଜ୍ କଲେ କେତେ ଗନ୍ଧ ହୁଏ। ପାଟିଟେ ସକାଳୁ ବ୍ରସ୍ ନ କଲେ ପାଟିରୁ କି ଦୁର୍ଗନ୍ଧ ବାହାରେ। ସେଇଭଳି ଏ ମନରେ ଅନେକ ମଇଳା। କ'ଣ ମଇଳା ଅଛି? ନା ହିଂସା, ଦେଶ, ରାଗ, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ପରଶ୍ରୀ କାତରତା, ଘୃଣା, ନିନ୍ଦା, ସମାଲୋଚନା, ପର୍ଯ୍ୟାଲୋଚନା, ଆଲୋଚନା, କେତେ କ'ଣ ଗନ୍ଧ ଏ ମନ ଭିତରେ ଅଛି। ମନ କେମିତି ଗନ୍ଧ ହେଉଛି? ମନ କ'ଣ ଭଲ ଲାଗୁଛି? ଚିନ୍ତା କରି ଦେଖନ୍ତୁ। ନିଜ ମନଟା ଶୁଦ୍ଧି, ନିଜ ମନଟା ପବିତ୍ର, ନିଜ ମନ କ'ଣ ନିର୍ମଳ? ନିଜ ମନରେ ଯେଉଁ ଅଳିଆ ଅଛି, ଯେଉଁ ଆବର୍ଜନା ଅଛି, ଆମେ ତାକୁ କ'ଣ ସଫା କରୁଛେ? ଯଦି ସଫା ନ କରିବା, ଘରେ ଅଳିଆ ରହିଲେ ଯେମିତି ଗନ୍ଧ ହୁଏ, ବାସନା ବାସେ ନାହିଁ। ସେ ଘରେ ରହିବାକୁ କେହି ପସନ୍ଦ କରନ୍ତି ନାହିଁ। ଯିଏ ସେ ଘରକୁ ଯାଆନ୍ତି ଦୁର୍ଗନ୍ଧ କହି ବାହାରି ପଳାନ୍ତି। ସେଇଭଳି ଯେତେବେଳେ
ଆମ ମନରେ ଏ ଅଳିଆ ରହିବ, ଏଇ ନକାରାତ୍ମକ ଚିନ୍ତାଧାରା ରହିବ, ତେଣୁ ଆମ ପାଖକୁ କିଏ ଆସିବ? ଆମକୁ ତ ଶାନ୍ତି ଲାଗିବ ନାହିଁ, ଆମକୁ ତ ଆନନ୍ଦ ଲାଗିବ ନାହିଁ, ଆମକୁ ତ ଭଲ ଲାଗିବ ନାହିଁ। ଆମ ପାଖକୁ ଆସିବ କିଏ? ଆମ କଥା ଶୁଣିବ କିଏ? ଆମେ କିଏ ଆସନ୍ତୁ କିଏ ନ ଆସନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ। ଆମ ଘରେ ତ ମୋ ଘରେ ତ ମୁଁ ରହିବି ନା। ଯଦି ମୋ ଘରକୁ ମୁଁ ସଫା ନ କଲି ମୋ ଘରେ କ'ଣ ମୁଁ ରହିପାରିବି? ସେଇଭଳି ମୋ ମନର ଅଳିଆକୁ ଯଦି ମୁଁ ସଫା ନ କରେ ତାହେଲେ ମୁଁ ସୁଖ, ପ୍ରିଲିମିନାରୀ ଷ୍ଟେଜ୍ ସୁଖ, ତାପରେ ଶାନ୍ତି, ତାପରେ ଆନନ୍ଦ, ଆନନ୍ଦ ପରେ ପୁଣି ଅଛି ବ୍ରହ୍ମାନନ୍ଦ, ତାପରେ ଶୂନ୍ୟ, ତାପରେ ମହାଶୂନ୍ୟ। ଉଚ୍ଚ କୋଟିର ସାଧିକା ସାଧକମାନେ ବୁଝିପାରିବେ ଶୂନ୍ୟ କ'ଣ, ମହାଶୂନ୍ୟ କ'ଣ। ତେଣୁ ଏ ମନର ମଳି, ଏ ମନର ମଇଳା, ଏ ମନର ଆବର୍ଜନାକୁ ସଫା କରିବା ପାଇଁ ଆମେ ଧ୍ୟାନ କେନ୍ଦ୍ରରେ ସତ୍ସଙ୍ଗର ଆୟୋଜନ କରିଛୁ। ଯଦି ଆପଣମାନେ ସବୁବେଳେ ସତ୍ସଙ୍ଗରେ ଆଶ୍ରୟ ନେବେ ଆଉ ସତ୍ସଙ୍ଗକୁ ଆସିବେ, ସତ୍ସଙ୍ଗରେ ଯାହା ବାବା କହିଲେ ତାକୁ ମନ ଦେଇ ଶୁଣିବେ, ଚିନ୍ତନ କରିବେ, ଜୀବନରେ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିବେ। ଏ ମନରେ ଯେଉଁ ମଇଳା ଅଛି, ଏ ମନରେ ଯେଉଁ ଆବର୍ଜନା ଅଛି, ଏ ଯେଉଁ ପଚା ସଡ଼ା ଦୁର୍ଗନ୍ଧ କଚଡ଼ା ଯେଉଁ ଅଛି ସେ ପଳେଇବ। କେତେ ଶାନ୍ତି ଲାଗିବ, କେତେ ସୁଖ ଲାଗିବ, କେତେ ଆନନ୍ଦ ଲାଗିବ। ତେଣୁ ମନର ଯେଉଁ ମଇଳା ସଫା ହେବ ସତ୍ସଙ୍ଗ ଦ୍ୱାରା, ସାଧୁସଙ୍ଗ ଦ୍ୱାରା, ସାଧନା ଦ୍ୱାରା। ତେଣୁ ଆମେ ସତ୍ସଙ୍ଗର ଆଶ୍ରୟ ନେଲେ ଆମେ ଅନେକ କଥା ଶିଖିବାକୁ ପାଇବା। ସେହି ସବୁ କଥାକୁ ଜୀବନରେ ୱାର୍କଆଉଟ୍ କଲେ ଆମର ସାଧନା ଜୀବନ ଆରମ୍ଭ ହୋଇଯିବ। ସାଧନା କଲେ ନିଶ୍ଚିନ୍ତ ଭାବରେ ଆମ ମନ ସଫା ହୋଇଯିବ, ପରିଷ୍କାର ହୋଇଯିବ। ମନରୁ ଆଉ କୌଣସି ଦୁର୍ଗନ୍ଧ ବାହାରିବ ନାହିଁ। ତେଣୁ ଜଣେ ଲୋକ ସୁଖ ଭୋଗୁଛି, ଶାନ୍ତି ଭୋଗୁଛି, ଆନନ୍ଦ ଭୋଗୁଛି, ଆଉ ଜଣେ ଦୁଃଖ, ଯନ୍ତ୍ରଣା, କଷ୍ଟ ଭୋଗୁଛି। କାହିଁକି ନା ଯାହା ମନ ଯେତେ ସଫା, ଯେତେ ପରିଷ୍କାର, ଯେତେ ପରିଚ୍ଛନ୍ନ, ସିଏ ସେତେ ସୁଖ ଭୋଗେ, ସିଏ ସେତେ ଶାନ୍ତି ପାଏ, ସିଏ ସେତେ ଆନନ୍ଦ ପାଏ। ଏଥିସହିତ ଶିକ୍ଷାର ଆବଶ୍ୟକତା ନାହିଁ, ଏଥିସହିତ ରୂପର ଆବଶ୍ୟକତା ନାହିଁ, ଏଥିସହିତ ଧନର ଆବଶ୍ୟକତା ନାହିଁ, ଏଥିସହିତ କୌଣସି ଜାତିର ଆବଶ୍ୟକତା ବି ନାହିଁ। ଏ ସମସ୍ତଙ୍କ ପାଇଁ କୁହାଯାଇଛି ଗୋଟିଏ ଜାତି, ମାନବ ଜାତି, ଗୋଟିଏ ଧର୍ମ। ଆମେ ସମସ୍ତଙ୍କୁ ଭଲ ପାଇବା। କେଉଁ ବୋଧରେ? ନା ଆତ୍ମବୋଧରେ, ଦେହବୋଧରେ ଭଲ ପାଇଲେ ଆମେ ନିଶ୍ଚିନ୍ତ ଭାବରେ ଗୋଟେ ଶକ୍ତ ଧକ୍କା ଖାଇବା ବା ଚଟକଣାଟେ ଖାଇବା। ଦେଖନ୍ତୁ, ଏ ଦୁନିଆରେ କାହାକୁ ବିଶ୍ୱାସ କରିବେ? ଏ ଦୁନିଆରେ କାହା ଉପରେ ନିର୍ଭର କରିବେ? ଏ ଦୁନିଆରେ କାହାକୁ ଭଲ ପାଇବେ? ଏ ଦୁନିଆରେ କାହା ଉପରେ ଆପଣ ଆସ୍ଥା ରଖିବେ? ସମସ୍ତଙ୍କ ଜୀବନରେ ଅନେକ ଅନେକ ଅନୁଭୂତି, ଅନୁଭବ ରହିଛି। ଦେଖନ୍ତୁ, ଯେଉଁଠି ସମ୍ପର୍କ ଅତି ନିବିଡ଼ ହୋଇଯାଏ, କ୍ଲୋଜ୍ ହୋଇଯାଏ, ଆଉ ଯେଉଁଠି ଭଲ ପାଇବାଟା ବହୁତ ବୃଦ୍ଧି ପାଇଥାଏ, ସେଇଠି ଦେଖନ୍ତୁ ପରିସ୍ଥିତି କେମିତି ହୁଏ। ସମସ୍ତଙ୍କର ଅନୁଭୂତି ଆଉ ଅନୁଭବ ଅଛି। ତେଣୁ ଏ ମଣିଷ ଉପରେ ବିଶ୍ୱାସ କରୁଛେ, ଏ ମଣିଷ ଉପରେ ଆସ୍ଥା ରଖୁଛେ, ଏ ମଣିଷକୁ ଆମେ ଭଲ ପାଉଛେ, ଏ ମଣିଷକୁ ଆମେ ପ୍ରଶଂସା କରୁଛେ, ଏ ମଣିଷର ଆମେ ଜୟ ଜୟକାର କରୁଛେ, ଏ ମଣିଷକୁ ଫୁଲମାଳ ପିନ୍ଧେଉଛେ, କିନ୍ତୁ ଶେଷରେ ତାର ପରିଣତି କ'ଣ ହେଉଛି ଆପଣମାନେ ଦେଖୁଛନ୍ତି ତ? ସମସ୍ତଙ୍କ ମନରେ ଦୁଃଖ। କ'ଣ ଦୁଃଖ? ନା ଭଲ ପାଉଥିଲି, ସିଏ ମୋତେ ଭଲ ପାଉନାହିଁ। ମୁଁ ତାର ଅନେକ ଉପକାର କରିଥିଲି, ମୋର ସେ ଆଉ ଉପକାର କରୁନାହିଁ। ମୋ ପୁଅର ମୁଁ କେତେ ଘୁଅ ମୁତ ପୋଛି ମଣିଷ କରିଥିଲି, ଆଜି ସେ ମୋ କଥାରେ ନାହିଁ। ଆଉ ମୋ ସାଙ୍ଗକୁ ମୁଁ କେତେ ସାହାଯ୍ୟ କରିଥିଲି,
ସେ କିନ୍ତୁ ମୋତେ ବି ପଚାରୁ ନାହିଁ, ଏଡ଼େ ବଦମାସ, କେତେ ବଡ଼ ଦୁଷ୍ଟ, ମୁଁ ଆଶ୍ରମକୁ କେତେ ଟଙ୍କା ଦେଇଥିଲି, ଆଜି ବାବା ମୋତେ ବି ପଚାରୁନାହାନ୍ତି। ମୁଁ କେତେ ସେବା କରିଥିଲି, ବାବା ଆଜି ମୋତେ ପଛରେ ବସାଇ ଦେଇଛନ୍ତି। କି ପ୍ରକାର ଭାବନା! କିଏ କେବେ କହିଛି, ଶୁଣିଛନ୍ତି, ମୁଁ ଭଗବାନଙ୍କୁ ଭଲ ପାଇ, ଭଗବାନଙ୍କୁ ବିଶ୍ୱାସ କରି, ଭଗବାନଙ୍କ ଉପରେ ନିର୍ଭର ରଖି, ଭଗବାନଙ୍କୁ ଭଜନ କରି, ଭଗବାନଙ୍କ ନିକଟରେ ମୁଁ ନିଜକୁ ସମର୍ପଣ କରିଦେଇ ଦୁଃଖ ଯନ୍ତ୍ରଣା କଷ୍ଟ ପାଇଛି? କିଏ କହିଛି? କିଏ କହିଛି? କେଉଁଠି ଶୁଣିଛନ୍ତି? ନିଜ ଜୀବନରେ ସମସ୍ତଙ୍କର କିଛି କିଛି ଅନୁଭୂତି ଅନୁଭବ ରହିଛି। ଭଗବାନଙ୍କୁ ଭଜନ କରି, ତାଙ୍କ ନିକଟରେ ସମର୍ପଣ କରିଦେଇ, ତାଙ୍କ ନାମକୁ ଜପ କରି, ତାଙ୍କୁ ଧ୍ୟାନ କରି, ତାଙ୍କ ପିତାର୍ଥେ କର୍ମ କରି କିଏ ଦୁଃଖ ଯନ୍ତ୍ରଣା କଷ୍ଟ ପାଇଛି? ମନରେ ଟିକେ ଦୁଃଖ ଥିଲେ, ମନରେ ଟିକେ କଷ୍ଟ ଥିଲେ, ମନରେ ଟିକେ ଯନ୍ତ୍ରଣା ଥିଲେ, କେଉଁଠି ହରିନାମ ପାଖରେ ବସିଗଲେ, କେଉଁଠି ଯଜ୍ଞ ପାଖରେ ଟିକେ ବସିଗଲେ, କେଉଁଠି ଜ୍ଞାନ ଯଜ୍ଞ ହେଉଛି, କେଉଁଠି ଘୃତ ଯଜ୍ଞ ହେଉଛି, କେଉଁଠି ଅନଯଜ୍ଞ ହେଉଛି, ବସିଗଲେ, ଜ୍ଞାନ ଯଜ୍ଞରେ ବସିଗଲେ, ନାମ ଯଜ୍ଞରେ ବସିଗଲେ, କେତେ ମନର ମଇଳା ଧୋଇଯାଏ। ମନରୁ କାମ, କ୍ରୋଧ, ଲୋଭ, ମୋହ, ନିନ୍ଦା, ସମାଲୋଚନା କେତେ କ'ଣ ଧୋଇଯାଏ। ମନ ହାଲକା ହେଇଯାଏ, ମନ ସଫା ହେଇଯାଏ, ବହୁତ ଭଲ ଲାଗେ। ଯେମିତି ସତରେ ଆଉ ସଂସାରର କୌଣସି ଚିନ୍ତା ଆଉ ନାହିଁ। ଏ ସମସ୍ତ ଚିନ୍ତାରୁ ମୁଁ ମୁକ୍ତ ହେଇଯାଇଛି, ଆଉ ବହୁତ ଭଲ ଲାଗୁଛି। ଭଲ ଲାଗୁଛି ଅର୍ଥ, ମୋ ଭିତରେ ନକାରାତ୍ମକ ଚିନ୍ତାଧାରା ଆଉ କିଛି ନାହିଁ, ସକାରାତ୍ମକ ଚିନ୍ତାଧାରା ବି କମ୍ ଅଛି। ଆମକୁ ବହୁତ ଶାନ୍ତି ଲାଗୁଛି, ବହୁତ ଆନନ୍ଦ ଲାଗୁଛି। ତେଣୁ ଭଗବାନଙ୍କୁ ଭଲ ପାଆନ୍ତୁ, ଭଗବାନଙ୍କୁ ବିଶ୍ୱାସ କରନ୍ତୁ, ଭଗବାନଙ୍କ ପିତାର୍ଥେ କର୍ମ କରନ୍ତୁ, ଭଗବାନଙ୍କର ପାଇଁ ଏ ଜୀବନଟା ଉତ୍ସର୍ଗୀକୃତ କରିଦିଅନ୍ତୁ। ମୋ ଲାଇଫ୍, ମୁଁ ଜନ୍ମଗ୍ରହଣ କରିଛି ମୋ ପ୍ରଭୁଙ୍କ ପାଇଁ। ମୁଁ ଏଠି ସବୁଦିନେ ରହିବି ନାହିଁ, ମୁଁ ଏଠାରେ ଗେଷ୍ଟ, ମୁଁ ଏଠାରେ ଅତିଥି। ମୁଁ ଆସିଛି ପରିକ୍ରମା କରିବା ପାଇଁ। ଯେମିତି ଆମେ ଫରେନ୍ ଗଲେ ବୁଲି ଆସୁଛେ, ସେଠାରେ କ'ଣ ଆମ ଘର? କେଉଁଠି ଗଲେ ଆମ ଜାଗା ଛାଡ଼ି ଅଲଗା ଜାଗାକୁ, ସେଇଟା କ'ଣ ଆମ ଘର? ସେଇଟା ଆମ ଘର ନୁହେଁ, ଆମେ ବୁଲି ଯାଇଛେ। ସେମିତି ଏ ପୃଥିବୀ ପୃଷ୍ଠକୁ ଆମେ ବୁଲି ଆସିଛେ। ଅଢ଼େଇ ଦିନିଆ ମାନବ, ଆସିବା ଦିନେ, ଯିବା ଦିନେ, ରହିବା ଅଧ ଦିନେ, ଅଢ଼େଇ ଦିନ। ତେଣୁ ଯେତିକି ଦିନ ରହିବା, କେମିତି ହାଲକା ହାଲକାରେ ରହିବା, ଖାଲି ଖାଲିରେ ରହିବା, ମନ କେମିତି ସ୍ୱଚ୍ଛ ରହିବ, ମନ କେମିତି ନିର୍ମଳ ରହିବ, ମନ କେମିତି ପବିତ୍ର ରହିବ। ଏ ମନରେ କେବଳ ବିଭୁ ଚିନ୍ତା, ଭଗବତ ଚିନ୍ତା, ଗୁରୁଦେବଙ୍କର ଚିନ୍ତା, ପରମାତ୍ମା ପରମ ବ୍ରହ୍ମଙ୍କର ଚିନ୍ତା ରହିବ। ଦେଖନ୍ତୁ, ଆପଣ କାହାକୁ ଘୃଣା କଲେ, କାହାକୁ ନିନ୍ଦା କଲେ, କାହାକୁ ସମାଲୋଚନା କଲେ, କାହା ବିରୁଦ୍ଧରେ ମନ୍ତବ୍ୟ ଦେଲେ, ଦେଖନ୍ତୁ ଆପଣ ଆଗ ସେ ଦୁଃଖ କଷ୍ଟଟା ଭୋଗନ୍ତି ନା ଯାହାକୁ କହନ୍ତି ସେ ଦୁଃଖ କଷ୍ଟଟା ଭୋଗେ? ପରୀକ୍ଷା କରି ଦେଖନ୍ତୁ। ଆପଣ ଆଗ ଜଳିଯାଆନ୍ତି, ଆପଣ ଆଗ କଷ୍ଟ ଭୋଗନ୍ତି, ତାପରେ ଯାହାକୁ କୁହନ୍ତି ସେ ଯଦି ଗ୍ରହଣ କଲା ତ ତାହେଲେ ଦୁଃଖ ଯନ୍ତ୍ରଣା କଷ୍ଟ ଭୋଗିଲା। ଯଦି ସେ ଗ୍ରହଣ ନ କଲା, ଦୁଃଖ ଯନ୍ତ୍ରଣା କଷ୍ଟ ସେ କିଛି ଭୋଗିବନି। ବୁଦ୍ଧଦେବ ଥରେ କ'ଣ କରିଛନ୍ତି? ଭିକ୍ଷା କରୁଥିଲେ। ସାଧାରଣତଃ ସନ୍ନ୍ୟାସମାନେ ଭିକ୍ଷା କରନ୍ତି। କାହିଁକି ଭିକ୍ଷା କରନ୍ତି? ତାର ଅନେକ କାରଣ ଅଛି। କାହିଁକି ଭିକ୍ଷା କରନ୍ତି? ସନ୍ନ୍ୟାସୀମାନଙ୍କର ଜୀବନ ଭଗବାନଙ୍କ ପିତାର୍ଥେ, ଭଗବାନଙ୍କ ସହିତ ଏକକାର ହେଇଯିବା, ମିଳନ ହେଇଯିବା, ଭଗବାନଙ୍କୁ ଆନନ୍ଦ ଦେବା। ଭଗବାନଙ୍କୁ କ'ଣ ଆନନ୍ଦ ଦେବା କହିବି? କେତେକ ମନରେ ପ୍ରଶ୍ନ ଉଠୁଥିବ, ସେ ତ ଆନନ୍ଦମୟ, ତାଙ୍କୁ କ'ଣ ଆମେ ଆନନ୍ଦ ଦେବା? ତାଙ୍କୁ ଆନନ୍ଦ ଦିଆଯାଏ। ସେ ନିର୍ଗୁଣ, ସେ ସଗୁଣ, ସେ ଆନନ୍ଦ ଚାହାନ୍ତି। ଯେଉଁଠି ପ୍ରଭୁଙ୍କର କଥା ହୁଏ, ଯେଉଁଠି ପ୍ରଭୁଙ୍କ ବିଷୟରେ ଆଲୋଚନା ହୁଏ, ଯେଉଁଠି ପ୍ରଭୁଙ୍କର ମହିମା
ପ୍ରଚାର କରାଯାଏ, ଯେଉଁଠି ଭଗବାନଙ୍କର ଗୁଣ କୀର୍ତ୍ତନ, ନାମ କୀର୍ତ୍ତନ, ଲୀଳା କୀର୍ତ୍ତନ ଆଉ ଭଗବତ ଉପଲବ୍ଧି ଆଉ ଭଗବତ ଦର୍ଶନ ବିଷୟରେ ଚର୍ଚ୍ଚା ହୁଏ, ଭଗବାନ ବହୁତ ଆନନ୍ଦିତ ହୁଅନ୍ତି, ବହୁତ ଖୁସି ହୁଅନ୍ତି। ତେଣୁ ତାଙ୍କ ବିନା କୃପାରେ କିଛି କେଉଁଠି ହୁଏ ନାହିଁ। ଛାଡ଼ନ୍ତୁ, ବୁଦ୍ଧଦେବ ଯାଉଛନ୍ତି ଭିକ୍ଷା କରିବା ପାଇଁ। ସାଧୁମାନେ କାହିଁକି ଭିକ୍ଷା କରନ୍ତି? ଭିକ୍ଷା କଲେ ନିଜ ମନର ଅହଙ୍କାରଟା ଯାଏ। ତେଣୁ ଯେତେ ସାଧନା କରନ୍ତୁ, ଯେତେ ସତ୍ସଙ୍ଗର ଆଶ୍ରୟ ନିଅନ୍ତୁ, ଯେତେ ତିଳକମାଳା ପିନ୍ଧନ୍ତୁ, ଯେତେ ଦାଢ଼ି ଜଟା ଗେରୁଆ ପିନ୍ଧନ୍ତୁ, ସମସ୍ତଙ୍କ କଥା ବାବା ଏଠି ଉପସ୍ଥାପନା କରି କହୁଛନ୍ତି। ବ୍ରହ୍ମଚାରୀମାନଙ୍କ କଥା କହୁଛନ୍ତି, ଗୃହସ୍ଥଙ୍କ କଥା କହୁଛନ୍ତି, ସନ୍ନ୍ୟାସଙ୍କ କଥା ବି କହୁଛନ୍ତି, କିନ୍ତୁ ମନରେ ଅହଙ୍କାର ଯାଉନାହିଁ। ମୁଁ ମୋର ଭାବଟା ଯେତେ ଯାହା ଆଲୋଚନା କର, ପର୍ଯ୍ୟାଲୋଚନା କର, ଗିନି ବଜାଅ, ଧ୍ୟାନ କର, ମୁଁ ମୋର ଭାବଟା ଯାଉନାହିଁ। କାହିଁକି ଯାଉନାହିଁ? ଆମେ ସେତିକି ସାଧନା ଠିକ୍ ଭାବରେ କରିପାରୁନେ ବୋଲି ଯାଉନାହିଁ। ନିଶ୍ଚିନ୍ତ ଯିବ, ତା ପାଇଁ କୌଶଳ ଅଛି। ସେଥିପାଇଁ ଗୁରୁଙ୍କ ନିକଟରେ ଆମକୁ ନିଜକୁ ସମର୍ପଣ କରିବାକୁ ପଡ଼ିବ। କଥା ରହିଯାଉଛି, ବୁଦ୍ଧଦେବ ଯାଇ ଭିକ୍ଷା ମାଗିଛନ୍ତି। ବୁଦ୍ଧଦେବ ଦୁଇଟି କଥାର ବିରୋଧ କରୁଥିଲେ, ମୂର୍ତ୍ତି ପୂଜାର ବିରୋଧ କରୁଥିଲେ ଆଉ ଯଜ୍ଞ ଅନୁଷ୍ଠାନର ବିରୋଧ କରୁଥିଲେ। ବ୍ରାହ୍ମଣମାନେ ଏଥିଲାଗି ତାଙ୍କ ଉପରେ ବହୁତ ରାଗି ଯାଇଥିଲେ। ସେ ସମୟରେ ବୁଦ୍ଧଦେବଙ୍କୁ ଦେଖିଲେ ବାଡ଼େଇବାକୁ ବ୍ରାହ୍ମଣମାନେ ବସୁଥିଲେ। ସେମିତି ବୁଦ୍ଧଦେବ ଗୋଟେ ବ୍ରାହ୍ମଣ ଘର ଜାଣିନାହାନ୍ତି, ସେ ସେଠି ଭିକ୍ଷାଟି କରିଛନ୍ତି। ସେ ବହୁତ ଗାଳି ଦେଲେ, ବହୁତ ଖରାପ ଭାଷା କହିଲେ, କଟୁ ଭାଷା କହିଲେ। ବୁଦ୍ଧଦେବ ନୀରବରେ ଶୁଣିଲେ, ଫେରିଗଲେ। ଫେରିଗଲା ପରେ କୌଣସି ମନ୍ତବ୍ୟ ଦେଲେ ନାହିଁ। ତାପରେ ତାଙ୍କ ମନରେ ବହୁତ ଦୁଃଖ ଆସିଲା। ଯିଏ ଗାଳି ଦେଇଥିଲେ ସେ ଦେଖିଲେ ବୁଦ୍ଧଦେବ କେଉଁଠି ବିଶ୍ରାମ କରୁଛନ୍ତି। ସେ ତାଙ୍କ ପାଖକୁ ଗଲେ, କହିଲେ, ମୁଁ ତୁମକୁ ବହୁତ ଗାଳି ଦେଲି, ବହୁତ କଟୁ କଥା କହିଲି, ଆପଣଙ୍କୁ ବହୁତ କଷ୍ଟ ହେଇଥିବ। ବୁଦ୍ଧଦେବ କହିଲେ, ତୁମ ଘରକୁ ଅତିଥି ଅନେକ ଆସିଥିଲେ, ବନ୍ଧୁ ଆସିଥିଲେ, ବହୁତ ଗୁଡ଼ିଏ ଖାଦ୍ୟ ତୁମେ ପ୍ରସ୍ତୁତ କରିଥିଲ। ସେ ଖାଦ୍ୟ ତାଙ୍କୁ ପରିବେଷଣ କଲ, ସେ ଖାଇଲେ ନାହିଁ। ସେ ଖାଦ୍ୟକୁ କିଏ ଖାଇବ? ସେ କହିଲେ, ସେ ଖାଦ୍ୟକୁ ଆମେ ଖାଇବୁ, ଆଉ କିଏ ଖାଇବ? କେତେ ସୁନ୍ଦର ଖାଦ୍ୟ କରିଛୁ, ପିଠାପଣା, ପୁରୀ, ଲୁଚି, ଆମେ କ'ଣ ସେ ଖାଦ୍ୟକୁ ଫୋପାଡ଼ି ଦେବୁ? ସେ ଯଦି ନ ଖାଇଲେ ଆମେ ଖାଇବୁ ନା? ଠିକ୍ ସେଇଭଳି ତୁମେ ମୋତେ ଯାହା ପରିବେଷଣ କଲ, ମୁଁ କିଛି ଗ୍ରହଣ କରିନାହିଁ। ତୁମେ ଯାହା ପରିବେଷଣ କଲ, ମୁଁ କିଛି ଗ୍ରହଣ କରିନାହିଁ। ତମ ପରିବେଷଣ ତମ ପାଖରେ, ତୁମେ ମୋ ପାଖକୁ କାହିଁକି ଆସିଛ? ତୁମେ ମୋ ପାଖକୁ କାହିଁକି ଆସିଛ? ତମ ପରିବେଷଣ ତ ତମ ପାଖରେ। ହଉ, ଯଦି ଆସିଛ, ତେଣୁ ମୁଁ ତ ଗ୍ରହଣ କରିନାହିଁ, ଆଉ କ୍ଷମା କ'ଣ କରିଦେବି? ମୁଁ ସିନା ଗ୍ରହଣ କରିଥିଲେ କ୍ଷମା ଟିକେ କରିଦେଇଥାନ୍ତି। ତେଣୁ ଦେଖନ୍ତୁ, ଯେତେବେଳେ ଆପଣ କାହାକୁ ଗାଳି ଦେଲେ, କି ନିନ୍ଦା କଲେ, କି ସମାଲୋଚନା କଲେ, ଆପଣ ଥରେ ଭାବିଛନ୍ତି ସେ ଗ୍ରହଣ କରୁଛି କି ଗ୍ରହଣ କରୁନାହିଁ? ଆପଣ ଆଗ ମଲେ ନା ସିଏ ପଛେ ମଲେ? ତେଣୁ ଯଦି ସବୁରି ଭିତରେ ଆମେ ସେଇ ଆତ୍ମସତ୍ତାକୁ ଉପଲବ୍ଧି କରିବା, ଆମେ ଯଦି ଆତ୍ମଜ୍ଞାନର ଅଧିକାରୀ ହେବା, ସମସ୍ତେ ସେଇ ଭଗବାନ, ସେଇ ବୋଧରେ ସମସ୍ତଙ୍କୁ ଭଲ ପାଇବା, ତାହେଲେ ଆମ ଜୀବନରେ ଶାନ୍ତି, ଆନନ୍ଦ, ସୁଖ ଆଉ ସବୁକିଛି ଅନୁଭବ କରିବା। ତେଣୁ ଆମେ ଯେଉଁ ଦୁଃଖ ଭୋଗୁଛେ, ଯେଉଁ ଯନ୍ତ୍ରଣା ଭୋଗୁଛେ, ଯେଉଁ କଷ୍ଟ ଭୋଗୁଛେ, ତା ମୂଳରେ ଗୋଟିଏ କାରଣ ହେଉଛି ଆମେ ଭଗବାନଙ୍କ ଠାରୁ ଦିନକୁ ଦିନ ଦୂରେଇ ଯାଉଛେ। ଆମ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଆମେ ସମସ୍ତଙ୍କୁ କହୁଛେ, ଯଦି କିଏ ସାଧୁ ଦୀକ୍ଷା ଦେଲା, ଧ୍ୟାନ ଶିଖେଇଲେ, କି ଜପ ଶିଖେଇଲେ, କି ପୂଜାପାଠ ଶିଖେଇଲେ, କ'ଣ କହିଲେ ସେଇଠି? ଯଦି ସେ କହୁଛନ୍ତି ଆପଣ ସାଧନାରେ ବସିବେ, ପ୍ରଶ୍ନ ସେଠି ଉଠୁଛି, କେତେ ସମୟ ଆମେ ସାଧନା କରିବୁ? ସେଇଠି ମନରେ ଉତ୍ତର ଉଠେ, ହଁ, ସକାଳ ଆଉ ସନ୍ଧ୍ୟାରେ ଧ୍ୟାନ କରି, ମର୍ଣ୍ଣିଂ ଆଣ୍ଡ ଇଭିନିଂ ଇଜ୍ ବେଷ୍ଟ ଟାଇମ୍ ଫର୍ ମେଡ଼ିଟେସନ୍, ଫର୍ ଜପ ବା ଈଶ୍ୱର ପୂଜା। କିନ୍ତୁ
इस टाइम यू विल ट्राई मेडिटेट आपण चेष्टा करेंगे सब समय ध्यान करने ना आज्ञा सब समय आम केमी ध्यान करूँ सब समय तुम्हें कौन करुच तुम्हें काम करुच काम कला बेले कौन टे चिंता करुच मनर दीटा दिग अच्छे गोटे मन काम करुचे गोटे मन चिंता करुचे तुम्हें कौन कर से काम भितर तुम्हें से चिंता को मनरू बाहरी प्रत्येक कर्म को भगवत कर्म बोली भाव प्रत्येक कर्म को ईश्वरीय कर्म बोली भाव प्रत्येक कर्म को से परम पिता परम ब्रह्म जगतर नाथ जगन्नाथ करुँच अनुभव कर तेणु देखो कथा ये सब खंडिया हो जाए आमर खाली भिक्षा कले अहंकार जाए नहीं जो साधु माने भिक्षा करते उच्चकोटीर महात्मा जार कौन किसी संकल्प अविकल्प न थाए जार मन प्राण सतरे वास्तव रियलिटी भगवान पाई समर्पित जे भगवान पितार्थे ये जीवन को उत्सर्गीकृत कर से महात्मा जदि भिक्षा करते आपन को ताहले आपणकर अनेक कौन विपद थाए दुख थाए कष्ट थाए ताकू निवारण करदे से कष्टर आपन को लाघव करदे से कष्टर आपन को मुक्ति करदे से माने भिक्षा करते जेतबले प्रकृत में कौन साधु महात्मा भिक्षा करती से आपण चिंता करने कथा से महात्मा से साधु भिक्षा करूना सबरी भितर मो प्रभु भिक्षा करुँच मत कहते ये अनुभवटा आम मानक रोना आम भावुचे से बाबाजी भिक्षा करुच्छ से साधु जनक भिक्षा करुच्छ से पैसा नहीं जीवे किंतु ये धन जे कहार से कथा आमको जना ना ये धन एबे आमर अच्छी किछि वर्ष मास पर आउ कार हम तापर आउ कार हम तापर आउ कहार हम ये धनर मालिक कहीं नुहंती ये धनर मालिक होचंदी से जगतर नाथ जगन्नाथ तेणु आमे कौन करुचे ना जीवनर से कथा बारंबार बाबा उपस्थापना करुचंती कौन पाई उपस्थापना करुचंती ना से चिंताटा से कथाटा से भावनाटा आम भितरे आम मन भितरे बलवत्तर है नहीं बा मुख्य बोले मुख्य कर्म है नहीं रामकृष्ण परमहंस सबुबले से साधनार कथा माँ काली कथा भगवान कथा कहते ठाकुर मझिरे मझिरे कहते मु कहीं तुम मान को बारंबार एक कथा कहूँ तुम्हें तो सब जाच तुमको बारंबार एक कथा कहीं कहूँ पुणी उत्तर दियंती बारंबार एक कथा तुमको कहूँ तुम भितर से चेतना को जागृत करवाई मु तुमको एक कथा कहूँ देखंतु आमे भी निज मन को प्रश्न करूँ आमे निर्दिष्ट श्वासर पुंजी नहीं कि आसीचे निर्दिष्ट श्वासर पुंजी शेष होगले आम एठुर विदाय नबा एवं आमे मुद्य चाहिए श्वासर पुंजी की बढ़ाई दे पारिबा आमे चाहिए श्वासर पुंजी को कमेई दे पारिबा सबुबले जदि रागिबा सबुबले जदि मनरे कामना वासना परिपूर्ण होइकी रहिबा सबुबले जदि अशांति रे आमे दिन काटिबा सबुबले जदि परनिंदा परचर्चा करिबा आपण देखिबे आपण श्वास प्रश्वासर गति केमिति जाऊची आउची धई सही गोटे मिनट की जो 15 थर श्वास प्रश्वास आमर जीवा आसवा करुची घंटा को 900 थर आउ 24 घंटे 21,600 थर जाऊची देखिए ता बढ़ी जीव जदि से बढ़ीगला ताले श्वासर पुंजी कमिला ना बढ़िला कमिला जदि कमिला आमर आयुष कमिजीव जदि आम सब शांत रहिले स्थिर रहिले ईश्वर चेतनार आम बुड़ी करी रहिले समस्त को भल पाइले समस्त प्रति श्रद्धावान हेले देखिए मनरे बहुत हल्का लगे मनरे आनंद लगे
मन खाली खाली लगे बसिले श्वास को लक्ष्य कले जना पड़े नहीं जे ये श्वास प्रश्वास जाऊँचे कि आसूची प्राणपान समकृत्वा नासाभ्यंतरण चारिण से लगी कहुई आम भगवान को शांत भाव उपासना करवा शांत दास सख्य बात्सल्य मधुर नवदा भक्ति रही तेणु साधारणतः जो माने योग अभ्यास करती से माने शांत भाव भगवान को साधना करती तेणु आम एथरे चिंता करवा आम केमती श्वासर पुंजी को कम करवा बढ़ेवा नहीं माने श्वास कम नबा श्वासर पुंजी जेतिकी अच्छी जेतिकी मास जेतिकी तारीख जेतिकी समय पर्यंत साधना कर चलिले आहरी बहुत दिन बढ़ीज देखु समस्त कहती मत्य मंडले देह बही देवता होइले मरई आम समस्ते क्रिया जोगरे दीक्षा ग्रहण करिचे प्राय एठी जने दी जन दीक्षा ग्रहण करना किंतु देखु समस्त को काल ग्रास करिछि काल ग्रास करिनाई बोली माने नहीं किंतु क्रिया जोगरे महाकल्पवतार बाबाजी महाराज एबे जीवित हजार हजार वर्ष हेलानी से बंचिचंती एवं तांकर निश दाढ़ी एपर्यंत उठी नहीं से सदा युवक हिमालय रे बद्रीनाथ रे कैलाश पहाड़ उपरे सी उपरे परिक्रमा करुचंती तांकरी प्रदत्त कौशल आम अभ्यास करुचे से कौशल को अभ्यास करी आम भितर काम जाऊ नहीं क्रोध जाऊ नहीं लोभ जाऊ नहीं मोह जाऊ नहीं मद जाऊ नहीं माश्चर्य जाऊ नहीं परनिंदा परचर्चा पर आलोचना घृणा ये सब कथा आम भितर जाऊ नहीं ताले बाबाजी महाराज प्रदत्त कौशल कौन भूल जदि भूल ठीक अच्छी मन रे प्रश्न उठे ताहले से कौशल को सी जीवन में अप्लाय करी 14 जन शिष्य अप्लाय करी आज काल को किभली भाव से माने जय करिसंती मु आपन को कौशल देली समस्ते निरोग रहा चाहती समस्ते स्वास्थ्यवान हवा को चाहती समस्त मन लोक टे मत भल कहते कि समस्त मन आ समस्ते चाहती मते टिके किए प्रशंसा करता कि मते टिके किए मुंडिया मारता कि मते टिके विभिन्न प्रकार लोक लेवुल अच्छा मते टिके किए पूजा करता कि मु बसी था मते किए आनी टंका दे दौता कि विभिन्न टाइप लोक मान अच्छा तार सार कथा है कौन समस्ते टिके मते भल कहते कि समस्ते टिके मते मानते कि समस्ते टिके मते रेस्पेक्ट दियंते कि समस्ते कथा चाहते किंतु केमिति ए कथा मिलिबो केमिति ए कथा प्राप्ति होबो समस्त ईश्वर को भल पाती ईश्वरंकर महिमा को गान करती ईश्वर विषय अनेक कथा उपस्थापना करती लोक माने राति राति अनिद्रा है शुणती आनंद पाती शांति पाती बहुत किछि लोक माने भूली जाती दुख जंत्रणा कष्ट को तेणु एथुरु जना पड़ुछि आमे जदि साधना करी से स्तर को जीवा से स्तर आमे उपनीत हवा ताहले निश्चिंत भाव में फल आमको प्राप्ति हेब तेणु बाबाजी महाराज प्रदत्त कौशल केतबेले भूल नुहे किंतु आमे ताको ठीक भाव में गुरु पाखु बुझीपारुने आमर विश्वास नहीं आमर सन्देह रही आम भितर संशय रही आमे कौन करुचे ना निजको परीक्षा करिया पूर्वर मु केते बड़ पात्र मु केते दूर समर्पित मो कणा कि फुटा कि छोट कि बड़ छोट कि बड़ से कथा को न जानी आमे तो जा होचे जने लोक आमठू दीक्षा नेले ना कहबू नहीं ना कहीदू आम साथी साथी कमेंट लिखाई जाऊँ ना कहबू नहीं सी कहले मु कहली आमे आपण को ब्रह्मा विष्णु महेश्वर पाठ पढ़ई दौचु किंतु आपण को आमे पाठ पढ़ईनु पाठ पढ़िया को हेले
तुमको आसिया पड़ो ना केते थर आज्ञा आसिया पड़ो जदि शिष्य कथा कहते केते थर आसिया पड़ो ताले शिष्य केमितिया शास्त्र लिखा अच्छे आगे गुरु पाखे शिष्य रहीकि साधना करुले एवं गुरु पाखे रहीकि गुरु तत्वावधान रही गुरु समस्त कथा शिखई दौले कहले आपण मानू कष्ट लगे हाउ टू सीट फास्ट यू नो हाउ टू सीट बसी तो पारुना फैन कर एसी आ गोटे लगईदबा सब करदबा कि बसी होना हलचल 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 आम आम मन एत गर्व आम टे बसी पारुने आम टे शांत होइकी भगवत प्रसंग टे शुणी पारुने टिके भगवान को कथा टिके कहि पारुने आम बापा कथा आम टिके कहि पारुने कौन आम बापा कथा कौन मो बापा विषय मुझे जानी ना मो बापा हेडमास्टर थला चाकरी करतला हाँ 10 एकर संपत्ति थला सुना कषा सुना थाली सब रखीदे जानी मो बापा विषय अरे तो रियल फादर किए तांको विषय किसी जाचु कहीपरू तेणु से कथा पचारे कई किपारे नहीं तेणु आम भितर अहंकार अज्ञानता भितर आम परिपूर्ण होकि रहीचे तेणु बड़ कथा है कि वर्तमान समय रे देखंतु गोटे कथा सब कथा अधा रही जाऊँगी गोटे कथार अनेक कथा मो भर को आसूँ केते थर मु आसबि शिष्य पचार गुरु को स्कूल को केते थर जीव से कथा स्टूडेंट जानती ना टीचर जानती प्रत्येक पुणी गोटे कोर्स अच्छी पुणी कोर्स कंप्लीट पर किए 60% किए 50% किए 20% किए 10% किए 90% रखिए जी जमी पढ़ सी सेमती रखिए तेणु केते थर जी जो स्टूडेंट पचारुचे ता मूलर कारण हूँ स्टूडेंट से विषय ज्ञान लाभ करने श्रद्धालु नुहे एक द्वितीयतः से विषय समय दवापाई तार इच्छा नहीं तृतीयतः तम कथार तार सन्देह और संशय रही तेणु से केवे उत्तीर्ण हो पार नहीं कबीर कौन कले राय रामानंद ठारू दीक्षा ग्रहण करने चाहिए राय रामानंद ठारू जिते राय रामानंद पाखे जा पहुँचले कबीर हिंदू कूल जन्म किंतु मुसलमान द्वारा पालित होते जहाँ द्वारा पालित हेले मुसलमान कहगला किंतु वास्तव में से हिंदू कूल जन्म ग्रहण करते से जितेबले राय रामानंद पाखे पहुँचले से जाति प्रथार बहुत प्रचलन था से जानिले मुस्लिम तांको दीक्षा दिज्व ना किंतु कबीर कौन करिसेंती मने मने संकल्प करिसेंती मने मने प्रतिज्ञा करिसेंती मो राय रामानंद ठारू दीक्षा ग्रहण करी केमिति करी पाखे तो पूरे दौना दीक्षा दीटा जिनस 3टा जिनस दरकार स्पर्श स्पर्श गुरु न कले कौन दीक्षा हुए तापर गुरु मंत्र कहे कि कौशल शिखेदेवे सेटा तो शिखेबे नहीं स्पर्श टिके देवे नहीं तेल दीक्षा केमिति हम कबीर मने मने चिंता कले राय रामानंद प्रत्येक दिन ब्राह्म मुहूर्त गंगा को स्नान करने को जाऊँगी तेणु से गंगा घाटरे अंधकार आगे बिजुली नथला सोई पड़े राय रामान साधु माने गला बेले प्राय साधु विभिन्न प्रकार साधुंकर विभिन्न प्रकार उपासना भजन अच्छी से राम 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 जप करके जाते से राम राम जप कर जाऊ जाऊ अंधार तो भोर है नहीं राति 4टारू ब्राह्म मुहूर्त आरंभ हो जाए से कौन कले ना पाटिरे राम राम कही जाऊँगी कबीर शोई पड़ी कबीर ऊपर गोड़टी पड़गला जो कबीर ऊपर गोड़ पड़गला से कहले राम 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 क्या माड़ी पकड़े चमकी पड़े देखले कबीर कबीर उठी गुरु को प्रणाम कर दौड़ी चली गले मोर दीक्षा होगा मोर दीक्षा होगा मोर दीक्षा होगा कौन है ना 2टा कथा है गोटे कथा है कौन गुरु को स्पर्श द्वितीय कथा है ठारू मंत्र पाइले राम नाम कबीर एते कि जप करी सारा विश्व रे कबीर अमर हो गले देखंतु केते बड़ संथ थे संक्षेप कहूँ महाप्रयाण पर हिंदू माने कहले आमे नबू डेड बॉडी के
मुसलमान कहले आमे नबू तांकर डेड बॉडी ऊपर गोटे धड़ा कपड़ा पकई दि जाइथला कबीरता भितर शोईथिले चिर निद्रारे एमती कलह सकाळु संध्या चलिला शून्यवाणी है तुम्हें से कपड़ा को टेकी दियो से कपड़ा को टेकी देला दीटी पद्म फूल गोटे नेले हिंदू गोटे नेले मुसलमान ए कथा कहीं बाबा कहले आम जो कथा शुणिमा एटा प्रवचन नुहे ये सत्संग होउची ये गोटे कथा गुरु को स्पर्श हरि स्पर्श गोटे मंत्र थरे राम से को जप करी साधनार को स्तर रे से पहुँची थिले जे से आज विश्व को जीता हेले तेणु मंत्र मूलम गुरुर्वाक्य संशयात्मा विनशति भौतिक जगत देखंतु आध्यात्मिक जगत देखंतु आउ आत्मीयता नहीं आउ भल पाइबा नहीं आउ श्रद्धा नहीं गुरु शिष्य भितर आउ संपर्क नहीं स्वामी स्त्री भितर आउ संपर्क नहीं भाई भाई भितर आउ मधुर संपर्क नहीं बाप पुओ भितर आउ मधुर संपर्क नहीं जहाँ चली खाली डिस्टर्बांस न होगापाई कंप्रोमाइज करी गोटे चली देखंतु दिन को दिन संदेह समस्तंकर बढ़ी जाइए कहार को कहीं आउ विश्वास करूना समस्ते समस्त को संदेह करुँच बाप पुओ को संदेह करुच्ची स्वामी स्त्री की संदेह करुच्ची स्त्री स्वामी की संदेह करुच्ची शह शह केस बाबा पाखे उपस्थित आमको देखिले आश्चर्य लगे अरे ये कहार जीवन रे टिके सुख नहीं टिके शांति नहीं टिके आनंद नहीं देखो हायर ऑफिसर अथॉरिटी तार तल कर्मचारी को मध्य विश्वास करूनी संदेह करुच्ची कारण ये कोई फाइल ये कला कि कौट किसी खाइला कि ड्यूटी रे नेग्लेक्ट कला कि मालिक चाकर को मध्य आ विश्वास करि पारु नहीं देखंतु डे बाय डे समाज रे आत्मीयता ना आत्मीयता अर्थ किए बुझी ना सेटा जस्ट बाबा कहते बुझेदेवी मु आत्मा सी आत्मा सबरी भितर मो भगवान सबरी भितर मो प्रभु ये बोध नहीं क्या भल पाइबा बोध नहीं क्या देखिले आनंद हो बोध आना समस्ते समस्त देखिले बर्डन भाया लगुच बोझ भाया लगुच केमी आसी चली जातु ओहो कि रिलैक्स ये आसिले दबा पड़ो खाया दवा पड़ो चर्चा करा पड़ो ट्रिटमेंट करा पड़ो ये बहुत बर्डन से खुशी से शांति से आनंद नहीं ता मूल गोटे कारण हो मनीष दिन को दिन मूल सत्ता ठारू बा परम पिता परम ब्रह्म ठारू भगवान को ठारू दूरे जाऊ मनीष आउ योग अभ्यास करने तार आउ आंतरिकता तार आउ श्रद्धा किछि नाही केते समय आम योग करूँ केते समय आम ध्यान करूँ केते समय आम साधन बसबू यह कौन संभवपर घंटाटे बसबू जदि 24 घंटा भितर आपण समस्त समय कुआडे दौरान जदि ठाकुर आपण 2 घंटा बसी पारना ठाकुर नुह ठाकुर कौन दरकार जे बसवा दरकार तुमर कौन दरकार ना ठाकुर कौन दरकार ठाकुर तो ठाकुर ठाकुर कौन अभाव अच्छे ना ठाकुर को कौन खाया मिलूना ना ठाकुर को कौन गरम हो ठाकुर को कौन शीत हो ना ठाकुर तुम भोग थाली कौन खाई जाऊँ ठाकुर कौन दरकार ठाकुर मु बसबी मो बसुची मु केमती सुख पाइबी मु केमती शांति पाइबी मु केमती आनंद पाइबी मु केमती जीवनटा को सरस सुंदर आनंद प्रेममय करी ताहले समय कुआड जाऊँ जार बुझीबार समय है ताकू जेते बुझेले से कौन बुझीपारे जार बुझीबार समय होइछि ताकू गोटे पद कहीदेले सफिशिएंट अनेक कहबार दरकार ना बुद्धदेव जाऊले बाबा उपस्थापना करें लोक कहले बुद्धदेव को बुद्धदेव तो एकुटिया जाती नहीं सब शिष्य मैंने साथ जाते भल भल साधु पछरे शिष्य भक्त मैंने सब जाते पुलाए लोक कहले हे बुद्ध भगवान नहांती बुद्धदेव से कहले ना भगवान नहांती आपण मैंने मो साथी जीवे जदि बाटर किए कह ईश्वर नहांती
आम जदि से कथार एकमत हलु आपण मुंडा केमी हम कारण के गुरु को शिष्य मैंने जापारती ना कहीं जापारती ना गुरु हेले सी जा गुरु को जाणीम शिष्यटे कौन सहजरे गुरु को जापर तेणु व्यस्त पड़गले डेली मारे सब पड़गले अस्थिरतार पड़गले द्वंद्व भितर पड़गले अरे कि बाबा बुद्धदेव कौन एक कथा कहते सन्धार पड़े विभिन्न लोक भितर विभिन्न कौन हुए थट्स आसे गोटे छोटिया कथाटे देखुना आपण स्वामी स्त्री पाक फोन कले जदि स्वामी फोन स्विच अफ कर स्त्री भाव केतटा मु मरीगले सी मरीगले कि कौट एक्सीडेंट होगा कि कौट कौन घटना घटीगला यहाँ मिछ कथा नुहे यहाँ सत कथा बाबा कहते जदि स्वामी स्त्री पाक फोन कला स्त्री स्विच अफ कर कड़े कौन मैंने बाहर को जाइए आजिकल तो आधुनिक जुग कौट एक्सीडेंट होगा कि कौट मरीगला कि अरे का सहित पर पुरुष सहित से पलैगला नकारात्मक चिंताधारा नेगेटिव आम मान भर केमी आसूँ फोन केमी आमको करुच्ची फोन पॉजिटिव दवा परिवर्ते आमको केते नेगेटिव दौची इमेजिन नाई इमेजिन करहबन दिन आसव देखिए ये फोन बा मोबाइल द्वारा समस्त दिन ध्वंस हो परम पिता परम ब्रह्म इच्छा आम भावुँ आम महापुरुष नुहे कि साधु नुहे कि सन्थ नुहे कि भक्त नुहे कि दास नुहे कि सेवक नुहे आम किछि नुहे आम खोजिचु आम किछि पाइनु एवं पाइबा पर आम कहूँ आम किछि नुहे तेणु आपण मैंने जी बुझीते तेणु समस्ते समस्त को सन्देह करुँच संशय करुँच विश्वास करूना विश्वास आउ कई क्या करूना कथा रही जाइए से बाबाजी महाराज जो कौशल आमको देले गुरु परंपरा अनुजाई लाहिड़ी को कहले कि जुक्तेश्वर को कहले जुक्तेश्वर जोगानंद को कहले जड़े जड़े नुहति अनेक अनेक डिसाइपल अच्छा लाहिड़ी हजार हजार डिसाइपल जुक्तेश्वर हजार हजार डिसाइपल जोगानंद हजार हजार डिसाइपल हरिहरानंद हजार हजार डिसाइपल से भर आम भी जड़े अच्छु किंतु लाहिड़ी बा कहले श्वासे रख लाखो आमी देबू साक्ष्य ओई पथे मुख्य ये कथाटा भूल हो पारे बंगला कथा मुझे कहली टी स्पेलिंग भूल हो पारे श्वासरे लक्ष्य रखु ओई पथे आमे देबू साक्ष्य आमे साक्षी रहिलु ओई पथे मुख्य यही पथरे तुम निश्चिंत मुख्य हम किंतु आम गुरु ठार एक कथा शुणिले गुरुदेव आमको एक कथा कहले आमे समस्ते क्रिया जोगरे दीक्षा ग्रहण कले आमे केते थर आम श्वास प्रश्वास आम लाइफ इज भी ब्रेथ इज लाइफ आमर ब्रेथटा हूँ गोटे लाइफ बा जीवन यही श्वास प्रश्वास आमे केते थर आमे मन रखीचे निजको समीक्षा करूँ क्या देखु ना जो श्वास प्रश्वास चलुचे जहाँ द्वारा आम सत्संग शुणुचे भल ड्रेस पिंधुचे खाऊचे कथा कहूचे काम करके दी पैसा रोजगार करुचे क्या साहाय्य करुचे कहार सेवा करुचे जदि आम भितर ब्रेथटा चलो ना ब्रेथटा आम भितर जीव ना आम भितर ब्रेथ रही आम तो मुर्दार पढ़ा कार कौन आम तो लाश आम डेड बॉडी हो आम ना तो उठीज आम ना भी आउ रही आम एमती कर्म करीचे जे आमको नहीं कौटी थोदेवे ना शमशान थोदेवे शमशान कौन करेंगे थोई तो देवे एत जोर से कंचा बाउंस बाडेबे जे तू एमतिया कर्म करलु बुढ़ा पुणी कौन करेंगे ना मुखाग्नि देवे तुम मुहरे अग्नियाक देवे तू हरिनाम करनु कृष्ण नाम कर प्रभु नाम करनु ते अग्नि दिज्व तो मुहरे एवं ते पोड़ी की बाडे पोड़ी पाउंस कर फोपाड़ दी आसवे आमती से पाउंस हाड़ आ देखा नहीं सब से मिसीज आ खोजिले भी मिलना आउ थे पुओ कि झी कि आत्मीय स्वजन जहाँ ये मन व्यस्त जहाँ ये मन विव्रत
ଯାହାଙ୍କ ଲାଗି ଜୀବନ ସାରି ଦେଇଛି ଏବଂ ସେଇ ଶ୍ୱାସରେ ମନଟିଏ ରଖି ନାହିଁ, ସେଇ ଆତ୍ମାରେ ମନ ଟିକେ ରଖି ନାହିଁ, ସେଇ ପରମାତ୍ମା ପାଖରେ ମନ ଟିକେ ରଖି ନାହିଁ। ଏବଂ ଦେଖନ୍ତୁ, ଯାହାଙ୍କ ପାଇଁ ସମସ୍ତ ସମୟ ଦେଲା, ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗୀକୃତ କରିଦେଲା, କାହା ପାଇଁ ଉତ୍ସର୍ଗୀକୃତ କରିବା କଥା କାହା ପାଇଁ ଉତ୍ସର୍ଗୀକୃତ କରିଦେଲା, ସେ ନେଇକି କେଉଁଠି ଥୋଇଲେ, କ'ଣ କଲେ? ମନରେ ପ୍ରଶ୍ନ ଉଠେ। ମୁଁ କାହା କଥା କହୁନାହିଁ, ଆମର ତ ଏତେ ଶାସ୍ତ୍ର ଜ୍ଞାନ ନାହିଁ କି ଭାଷା ଜ୍ଞାନ ବି ନାହିଁ। ଆମେ ଏମିତି ଟିକେ ଟିକେ ପାଠ ପଢ଼ିଛୁ, ଆଉ ଭଗବାନଙ୍କୁ ଟିକେ ଚିନ୍ତନ କରୁ ମିଛରେ ମିଛରେ, ଏମିତି କଥା ପଦେ 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 ଟିକେ 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 କହିଦେଉ। ଆଜି ଆସିଲା ବେଳେ ଆମେ ଚିନ୍ତା କଲୁ, ସତରେ କ'ଣ ମୁଁ ଦିନେ ମରିଯିବି? ସେ ସମୟ ପାଖେଇ ଆସୁଛି। ହେ ପ୍ରଭୁ, ଇଏ ଟ୍ୟାକ୍ସି, ଇଏ ଘର, ଇଏ ପକେଟରେ ଟଙ୍କା, ଇଏ ମୋର ବହିପତ୍ର, ଆମର ସନ୍ନ୍ୟାସ ଜୀବନରେ ଯେତିକି ଅଛି, ଟଙ୍କା ତ ନାହିଁ ଆମ ପାଖରେ, ବହି ଅଛି, କି ଲୋକ ଅଛନ୍ତି, ଇଏ ଆଶ୍ରମ, ଇଏ କାଳିଆ ଠାକୁର, ଇଏ ସମସ୍ତେ ଥେବେ, ଆମେ ଚାଲିବୁ। ଏଇ ଭୁବନେଶ୍ୱର ସତ୍ସଙ୍ଗ କେନ୍ଦ୍ରକୁ ଆଜି ଆସୁଛୁ, କାଲି ଆସିବୁ ବୋଲି କ'ଣ ମାନେ ଅଛି? ମାନେ ଅଲଗା କୌଣସି କାରଣ ନାହିଁ, କେତେବେଳେ ମୃତ୍ୟୁ ହେଇଯିବ। ଡିପଲି ଆମେ ଭାବୁ, ପିଲା ଦିନରୁ ଭାବୁ। ସେଥିଲାଗି ଆମ ଭିତରେ ବୈରାଗ୍ୟ ଆସିଥିଲା। ଆମେ ସଂସାରାଭିମୁଖୀ ନଇ ଈଶ୍ୱରାଭିମୁଖୀ ହେଲୁ। କିନ୍ତୁ ଆମେ ସମସ୍ତଙ୍କୁ ଭଲ ପାଉ, ସମସ୍ତଙ୍କୁ ଶ୍ରଦ୍ଧା କରୁ, ସମସ୍ତଙ୍କୁ ବିଶ୍ୱାସ କରୁ, ସବୁରି ଭିତରେ ସେ ଈଶ୍ୱର ସତ୍ତାକୁ ଉପଲବ୍ଧି କରୁ। କିନ୍ତୁ ପୁଣି ଦେଖୁ ଏ ମଣିଷ କେତେ ଭୟଙ୍କର। କାହିଁକି? କ'ଣ ପାଇଁକି? ସର୍ବଶ୍ରେଷ୍ଠ ଜୀବ ଏବଂ ସେ ଈଶ୍ୱରଙ୍କର ଅଂଶ ବିଶେଷ, ଭଗବାନଙ୍କର ବେଶୀ ପ୍ରକାଶ୍ୟ। এই মଣିଷ ଭିତରେ, আমার ଭିତରେ ତୁମାର ପ୍ରକାଶ, ତାଇ ତ ଏଇ ମଧୁର। ଯଦି ଆମ ଭିତରେ ହେ ଭଗବାନ ତୁମେ ପ୍ରକାଶିତ ନ ହେବ, ଆମେ କ'ଣ ସୁନ୍ଦର ଦେଖାଯିବା? ଆମେ କ'ଣ କଥା କହିପାରିବା? ଆମେ କ'ଣ ସତ୍ୟଭାମା ଭଳିଆ ଭଜନ ଗାଇପାରିବା? ସଞ୍ଜୟ ଭଳିଆ କ'ଣ ଖୋଳ ବଜେଇକି ଗୁରୁ ବନ୍ଦନା ଗାଇପାରିବା? আমার ଭିତରେ ତୁମାର ପ୍ରକାଶ, ତାଇ ତ ଏଇ ମଧୁର। କିନ୍ତୁ ଏ ରିଏଲାଇଜେସନ୍ ନାହିଁ, ସେ ଯେ ମୋ ଭିତରେ ଥବାରୁ ମୁଁ ସରସ, ମୁଁ ସୁନ୍ଦର, ମୋ ଆଖି ଦ୍ୱାରା ଦେଖୁଛି, କାନ ଦ୍ୱାରା ଶୁଣୁଛି, କଥା ଦ୍ୱାରା କହୁଛି। ତେଣୁ ଆମେ କହିଲୁ ଇଚ୍ ଟାଇମ୍ ୟୁ ୱିଲ୍ ମେଡ଼ିଟେଟ୍। ତେଣୁ ଗୁରୁଙ୍କ ପାଖରୁ ଶିଖ, ପିଣ୍ଡରେ କେମିତି ଧ୍ୟାନ କରିବି, ବ୍ରହ୍ମାଣ୍ଡରେ କେମିତି ଧ୍ୟାନ କରିବି। ଆରେ ଧ୍ୟାନ କେତେବେଳେ କରିବି କ'ଣ ପ୍ରଶ୍ନ ପଚାରୁଛ? ସବୁ ସମୟରେ ଧ୍ୟାନ କରିବା ଓ ଗୁରୁମାନଙ୍କର ନିର୍ଦ୍ଦେଶ। ଏତିକିରେ ଦୀକ୍ଷିତ ଲୋକ ହାର୍ଟଚୋକ୍ କରିଯାଉଛନ୍ତି। ଆରେ ବାବା, ଏତେ ସମୟ ଆମେ ଧ୍ୟାନ କରିବୁ, ଆଉ କ'ଣ ସମୟଟାକୁ କରିବ? ସମୟଟା କେଉଁଥିପାଇଁ ବିନିଯୋଗ କରିବ? ସମୟର ମୂଲ୍ୟ ଟିକେ ବୁଝ। ସମୟଟା ସତରେ କାଟୁଛ କି ଅସତରେ କାଟୁଛ? ଯଦି ଈଶ୍ୱର ସତ୍ୟ, ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା, ତାହେଲେ ତୁମେ ଈଶ୍ୱରଙ୍କ କନସିୟସନେସ୍ରେ, ଚେତନାରେ କେତେ ସମୟ ତୁମେ କାଟୁଛ? ତେଣୁ ଆମର ମୁଖ୍ୟ ଲକ୍ଷ୍ୟ ଗୋଟେ ଗୌଣ ଲକ୍ଷ୍ୟ, ଗୋଟେ ମୁଖ୍ୟ ସଂକୀର୍ତ୍ତନ, ଗୋଟେ ଗୌଣ ସଂକୀର୍ତ୍ତନ। ଆମର ମୁଖ୍ୟ ଲକ୍ଷ୍ୟ ହେଉଛି କ'ଣ ନା ଈଶ୍ୱରଙ୍କୁ ଦର୍ଶନ କରିବା, ଈଶ୍ୱରଙ୍କୁ ଉପଲବ୍ଧି କରିବା, ଈଶ୍ୱରଙ୍କ ସେବାରେ ଜୀବନଟାକୁ ନିୟୋଜିତ କରିବା। କ'ଣ ଈଶ୍ୱରଙ୍କୁ ଦର୍ଶନ କରିବା, କ'ଣ ଈଶ୍ୱରଙ୍କୁ ଉପଲବ୍ଧି କରିବା, କ'ଣ ଈଶ୍ୱରଙ୍କ ସେବାରେ ଜୀବନ ନିୟୋଜିତ କରିବା, ବାବା ସେ କଥା କହିବେ। କିନ୍ତୁ ଆମେ ମୂଳ ଲକ୍ଷ୍ୟକୁ ଭୁଲି ଆମେ ଗୌଣ ଲକ୍ଷ୍ୟରେ ସମସ୍ତେ ଚାଲିଛେ। କ'ଣ କରିବା ନା ପାଠ ପଢ଼ିବା। କି ପାଠ? ଯେଉଁ ପାଠ ପଢ଼ିଲେ ମନରେ ଗର୍ବ ଆସିବ, ଦମ୍ଭ ଆସିବ, ଅହଙ୍କାର ଆସିବ, ଅସ୍ମିତା ଆସିବ, ରାଗ ଆସିବ, ସେଇ ପାଠ ପଢ଼ୁଛେ। ସେ ପାଠ କ'ଣ ପାଇଁ ପଢ଼ୁଛେ? ଭଲ କି ବୁଝିକି ଦେଖିଲେ କେବଳ ପେଟ ଚାଖଣ୍ଡ ପାଇଁ ପଢ଼ୁଛେ। ଯଦି ଦରମା ଆମକୁ ସରକାର କି କୌଣସି କମ୍ପାନୀ ନ ଦେବ, ଆମେ ଯିବା? ଏ ମାସରେ ଆଉ ଦରମା ନାହିଁ, କିଏ ଡ୍ୟୁଟିକି ଯିବେ? କିଏ ଡ୍ୟୁଟିକି ଯିବେ? କେହି ଡ୍ୟୁଟିକି ଯିବେ ନାହିଁ। ମୁଁ ଘରେ ପଛେ ଶୋଇବି, ଭିକ ମାଗିବି, ଦରମା ନାହିଁ, ମୁଁ ଆଉ ଚାକିରି କରିବିନି। ତେଣୁ ସମସ୍ତେ ଅର୍ଥପ୍ରାପ୍ତି ପାଇଁ ଆମେ ହିଁ ସେବା କରୁଛେ। ସେବା ତ ନୁହେଁ, ଡ୍ୟୁଟି କରୁଛେ। ତା ଦ୍ୱାରା
ସେଇ ଭଗବାନଙ୍କର ସେବା ହେଉଛି ତାକୁ ସୁଖରେ ଦେଖିଲେ ଈଶ୍ୱରଙ୍କର ସେବା ହେଉଛି। କିନ୍ତୁ ଆମେ ସେ କଥାଟାକୁ ଭଲ ଭାବରେ ବୁଝିନେ। ଆଉ କ'ଣ କରିବା? ପାଠ ପଢ଼ିବା, ଚାକିରି କରିବା, ବିବାହ ହେବା, ଆଉ କ'ଣ କରିବା ନା ଜେଗା ଖଣ୍ଡେ କିଣିବା, ଆଉ କ'ଣ କରିବା ପିଲା ଛୁଆ ଗୋଟେ ଦୁଇଟା ହେବେ। ଆଉ ଏବେ କେହି ରାଜି ହେଉନାହାନ୍ତି। ଗୋଟାଏ ପିଲାରେ ସବୁ ବନ୍ଦ। ଆମ ପାଖକୁ ଯେତେ ଆସନ୍ତି ଶିଷ୍ୟ ଭକ୍ତମାନେ ଆମେ ସମସ୍ତଙ୍କୁ କହୁ 2 ପିଲା ଜନ୍ମ ପାଇଁ ଦିଅ, 3 ପାଇଁ ଦିଅନି। ପୁଅ ହେଲେ 2, ଝିଅ ହେଲେ 2। କାହିଁକି କହୁ? ବାବାଙ୍କୁ ଏକାନ୍ତ ସମୟରେ ପଚାରିଲେ ବାବା କହିବେ। 3 ପିଲା ପାଇଁ ଆମେ କେବେ ପ୍ରଶ୍ରୟ ଦେଉନାହିଁ। ଆଉ କ'ଣ କରିବା ନା ବ୍ୟାଙ୍କ ବାଲାନ୍ସ କରିବା। କାହିଁକି ନା ବ୍ୟାଙ୍କ ବାଲାନ୍ସରେ ଗୋଟେ ବହୁତ ଆନନ୍ଦ ଅଛି। ଆରେ ଏତେ ଟଙ୍କା ମୋର ଅଛି, ମୁଁ ଏତେ ଟଙ୍କାର ମାଲିକ। ଆଉ କ'ଣ କରିବା? ଆଜିକାଲି ବ୍ଲାକ୍ ମନିକୁ ହ୍ୱାଇଟ୍ କରିବା ପାଇଁ ଆମେ ସବୁ ଜମି ଖଣ୍ଡେ ଖଣ୍ଡେ ଯେଉଁଠି ପାରିବା ତାକୁ ପକେଇଦେବା। ସେ ଯାହା ହେଉଛି ହଉ। ଏଇଟା ହେଲା ଗୌଣ। ମୁଖ୍ୟ କର୍ମ ହେଲା ଈଶ୍ୱର ଦର୍ଶନ, ଈଶ୍ୱରକୁ ଉପଲବ୍ଧି କରିବା, ଈଶ୍ୱରଙ୍କ ସେବାରେ ଆମ ଜୀବନଟାକୁ ଅତିବାହିତ କରିବା। ତେଣୁ ଆମେ ମୁଖ୍ୟ କର୍ମକୁ ଭୁଲି ଯାଇଛେ। କାହାରି ମୁଖ୍ୟ କର୍ମ ଉପରେ ଆମର ଲକ୍ଷ୍ୟ ନାହିଁ। ସେଥିଲାଗି ସତ୍ସଙ୍ଗ କରାଯାଇଛି, ସେଥିଲାଗି ଦୀକ୍ଷା ଗ୍ରହଣ କରାଯାଉଛି। ସେଥିଲାଗି ଆମେ କ'ଣ କରୁଛେ ନା କିଛି ସମୟ ଈଶ୍ୱରଙ୍କ ପାଇଁ ନୁହେଁ, ନିଜ ପାଇଁ ଆମେ ବସିବା। କେମିତି ଜୀବନଟା ସରସ, ସୁନ୍ଦର, ଆନନ୍ଦ, ପ୍ରେମମୟ ହେବ। ଯଦି ଆମେ ମୁଖ୍ୟ କର୍ମକୁ ଭୁଲିଯିବା, ଯେତେ ଟଙ୍କାର ଅଧିକାରୀ ହେଲେ, ଯେତେ ଜମିର ଅଧିକାରୀ ହେଲେ, ଯେତେ ଆମେ ଐଶ୍ୱର୍ଯ୍ୟର ଅଧିକାରୀ ହେଲେ, ଯେତେ ପିଲା ଛୁଆ ହେଲେ, ଯେତେ ଶିକ୍ଷା ଲାଭ କଲେ, ଯେତେ ଦେଶ ବିଦେଶ ପରିକ୍ରମା ବୁଲିବାକୁ ଗଲେ, ମନରେ ଶାନ୍ତି ଆସିବ ନାହିଁ, ମନରେ ଆନନ୍ଦ ଆସିବ ନାହିଁ, ମନ କେବେ ପ୍ରସନ୍ନ ରହିବ ନାହିଁ, ମନ କେବେ ହାଲକା ହେବ ନାହିଁ। ଏ ମନରେ ସମସ୍ତଙ୍କୁ ସନ୍ଦେହ ସଂଶୟ ଦୃଷ୍ଟିରେ ଆପଣ ଦେଖିବାକୁ ଲାଗିବେ। ଦିନକୁ ଦିନ ଆମେ ବହୁତ ଚିନ୍ତା କରୁ। ଆଜି ବାଟରେ ଆସିଲା ବେଳେ ଆରେ ଏ ଭଲ ପାଇବାଟା ତ କମିଗଲା, ଏ ଆତ୍ମୀୟଟା ତ କମିଗଲା, ମଧୁର ସମ୍ପର୍କଟା ତ କମିଗଲା। ଦିନକୁ ଦିନ ସନ୍ଦେହ ସଂଶୟ ତ ବଢ଼ି ଚାଲିଲା। ଏ ମନଟା ସମସ୍ତଙ୍କର ଯେମିତି ନିଆଁ ଲାଗିଯାଇଛି। ଏ ମନରେ ସମସ୍ତଙ୍କର ନିଆଁ ଲାଗିଛି, ସମସ୍ତଙ୍କ ମନ ଯେମିତି ଜଳୁଛି। ଆରେ କେମିତି ଏ ସମସ୍ୟାର ସମାଧାନ ଘଟିବ? ଏ ସମସ୍ୟାର ସମାଧାନ ଘଟିବାର ମାର୍ଗ ହେଉଛି ସମସ୍ତେ ଯଦି ଗୁରୁଗତ ପ୍ରାଣ ହେବେ, ଗୁରୁମୁଖ ହେବେ, ଗୁରୁଙ୍କ ନିକଟରେ ସମର୍ପଣ କରିବେ, ତାହେଲେ ଜୀବନଟା ସରସ ସୁନ୍ଦର ଆନନ୍ଦ ହେବ। ତାହେଲେ ଏଇଠି ବାବା ପୂର୍ବରୁ କହିଲେ ମଣିଷକୁ ବିଶ୍ୱାସ କରିବା, ଆଉ ମଣିଷକୁ ଭଲ ପାଇବା, ଆଉ ମଣିଷକୁ ଉପରେ ନିର୍ଭର କରିବା। ମଣିଷ ଉପରେ ଆସ୍ଥା ରଖିଲେ ଶକ୍ତ ଧକ୍କା ଖାଇବ ବା ଚଟକଣା ଖାଇବ। କ'ଣ କହିଲେଣି? ଗୁରୁଙ୍କୁ ପୁଣି ବିଶ୍ୱାସ କରିବା, ଗୁରୁଙ୍କୁ ଭକ୍ତି କରିବା, ଗୁରୁଙ୍କ ନିକଟରେ ସମର୍ପଣ କରିବା। ତେଣୁ ମନରେ ପ୍ରଶ୍ନ ଉଠେ, ଗୁରୁ ଆଉ ମଣିଷ ସମାନ ନୁହନ୍ତି। ଗଡ୍ ଇଜ୍ ଗୁରୁ, ଗୁରୁ ଇଜ୍ ଗଡ୍, ଭଗବାନ। ସେଥିଲାଗି ଭାଗବତରେ ଜଗନ୍ନାଥ ଦାସ କହିଲେ, ମୁଇଁ ବସଇ ଗୁରୁ ଦେହେ, ମୋତୋ ଗୁରୁ ଭିନ୍ନ ନୁହେଁ। ଏଖେନି ଗୁରୁ ଭଗବାନ, ସେ ନୁହନ୍ତି ମନୁଷ୍ୟ ସମାନ। ଗୁରୁଙ୍କୁ ନମଣି ମନର, ଗୁରୁଟି ସାକ୍ଷାତ ଈଶ୍ୱର। ତେଣୁ ଭଗବାନ ଗୁରୁଙ୍କ ଭିତରେ କିଛି ତଫାତ ନାହିଁ। ବହୁତ ଲୋକ ଆମକୁ ପ୍ରଶ୍ନ କରନ୍ତି, ବାବା ଆମେ ତ ଜୀବନରେ ଠାକୁରଙ୍କୁ କ'ଣ ଦେଖିପାରିବୁ? ଆମେ ସମସ୍ତଙ୍କୁ ଗୋଟିଏ କଥା କହୁ, ଦେଖିବା ଆଉ ନ ଦେଖିବା ସେଟା ଆପଣଙ୍କ ଉପରେ ନିର୍ଭର କରୁଛି। ଆପଣଙ୍କ ଭିତରେ ଯଦି ଫୁଲ୍ କନଫିଡେନ୍ସ ରହିବ, ମୁଁ ଈଶ୍ୱରଙ୍କୁ ଦେଖିପାରିବି, ସେ ମୋର ପିତା, ମୁଁ ତାଙ୍କର ସନ୍ତାନ। କେତେଜଣ ଏ କଥା ହାତ ବାଡ଼େଇକି କହିପାରୁଛନ୍ତି? କେତେଜଣ ଏଠି କହିପାରୁଛ? ହାତ ଟେକିଲ। ତେଣୁ ଯାହାର କନଫିଡେନ୍ସ ଅଛି ସେ ନିଶ୍ଚିନ୍ତ ଭାବରେ ତା ବାପା ତାକୁ ନିଶ୍ଚିନ୍ତ ଦେଖାଦେବେ। ଆମର ସନ୍ଦେହ, ଆମର ସଂଶୟ, ସତରେ ଦେଖନ୍ତୁ ବହୁତ କଥା ମୁଁ କହିପାରୁନି, ଅନେକ କଥା ଆଜି ଭାବେ। ଆଜି ଧ୍ୟାନ କେନ୍ଦ୍ର ଯାଉଛି ଭୁବନେଶ୍ୱର, ମୁଁ ତ ସବୁବେଳେ ତ ମୁଁ ପ୍ରଭୁ କାର୍ଯ୍ୟରେ ବ୍ୟସ୍ତ ରହୁଛି। ଶଯ୍ୟା ତ୍ୟାଗରୁ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ ଶଯ୍ୟା କ'ଣ ବି ମୁଁ ଆଉ ଜାଣିପାରୁନି। 2 ଘଣ୍ଟା ଘଣ୍ଟେ
ମୋ ପାଇଁ ନିଦ ନୁହେଁ। ଯେଉଁମାନେ ମୋ ସଂସ୍ପର୍ଶରେ ଆସୁଛନ୍ତି ସେମାନେ ଦେଖୁଥିବେ ଏଗୁଡ଼ା କହିବା ଭଲ ନୁହଁ, ଲୋକ ଶୁଣୁଛନ୍ତି। କାଲି ସଞ୍ଜ ବା ରାତି 11:30 ମୋ ପାଖରୁ ଆସିଲେ। 3ଟା ରାତିରେ ଆମେ ଶୋଇବାକୁ ଗଲୁ, 4ଟାରେ ଜଣେ ମା ଆଶ୍ରମରୁ ବସି ତ୍ରାହି ପଡ଼ିଲେ। ହୋ ଆଶ୍ରମରେ ସମସ୍ତେ ଉଠିଲେ। ତେଣୁ ଧ୍ୟାନ କଲୁ, ରାତି ପାଇଗଲା। ରାତି ତ ପାଇଯାଇଥିଲା, ଆଉ କ'ଣ ଥିଲା କି? ଏପର୍ଯ୍ୟନ୍ତ ରେଷ୍ଟ ନାହିଁ। ତେଣୁ ତାହା ହିଁ ପରମ ପିତା ପରମ ବ୍ରହ୍ମଙ୍କର ଇଚ୍ଛା। ସବୁବେଳେ କାର୍ଯ୍ୟରେ ବ୍ୟସ୍ତ ରହୁଛୁ। କ'ଣ ଆଜି ସତ୍ସଙ୍ଗରେ ଆମେ ଉପସ୍ଥାପନା କରିବୁ? ସବୁବେଳେ ନୂଆ କଥା ପରିବେଷଣ ହେଲେ ସବୁବେଳେ ଭଲ ଲାଗେ। ସେଇ କଥାକୁ ବାରମ୍ବାର ଦୋହରିଲେ, ସେଇ କଥାକୁ ରିପିଟ୍ କଲେ ଏତେ ଟିକେ ମନ ଛୁଏଁ ନାହିଁ। ଖାଲି ମନେ ପଡ଼ିଲା ସନ୍ଦେହ ସଂଶୟ, ସନ୍ଦେହ ସଂଶୟ, ସନ୍ଦେହ ସଂଶୟ। ସତରେ କ'ଣ ଗୁରୁ ବାକ୍ୟରେ ବିଶ୍ୱାସ ଅଛି? ଭଗବାନ ଆମ ଭିତରେ ଅଛନ୍ତି ଏବଂ ତାଙ୍କୁ ଜପ କଲେ, ତାଙ୍କୁ ଧ୍ୟାନ କଲେ, ଆଉ ତାଙ୍କ ନାମ କୀର୍ତ୍ତନ କଲେ, ତାଙ୍କର ପୂଜା ପାଠ କଲେ, ସତରେ ସେ କ'ଣ ପ୍ରକଟ ହେବେ, ଆମକୁ ଦେଖାଦେବେ? ସତରେ କ'ଣ ଆମ ଭିତରେ ସେଇ କନଫିଡେନ୍ସ ଅଛି? ନା। ସେଇ ବାବାଜୀ ମହାରାଜଙ୍କର କଥା ମନେ ପଡ଼େ। ଲାହିଡ଼ି ବାବାଙ୍କ କଥା କହୁଥିଲି, ଭୁଲିଗଲି। ଆମେ କେତେ ଥର ସେଇ ଶ୍ୱାସ ପ୍ରଶ୍ୱାସରେ ମନକୁ ରଖୁଛେ। ଅଲଗା କଥା ଉପରେ ବିଶ୍ୱାସ ଅଛି, ଅଲଗା କଥା ଉପରେ ଆମର ଆସ୍ଥା ଅଛି, କିନ୍ତୁ ଗୁରୁ କହିଛନ୍ତି ଶ୍ୱାସ ପ୍ରଶ୍ୱାସ ଦେଖିବା ପାଇଁ। ବ୍ରେଥ୍ ଇଜ୍ ଲାଇଫ୍। ଶ୍ୱାସ ନାହିଁ ତ କିଛି ନାହିଁ। ନୋ ବ୍ରେଥ୍ ନୋ ୱାର୍କ। କେତେ ଥର ଆମେ ଦେଖୁଛେ, କେତେ ଶ୍ୱାସ ପ୍ରଶ୍ୱାସରେ ଆମେ ମନ ରଖୁଛେ, କେତେ ଶ୍ୱାସ ପ୍ରଶ୍ୱାସରେ ସେଇ ବ୍ରହ୍ମ ମନ୍ତ୍ରଟାକୁ ଆମେ ଶୁଣୁଛେ ବା ଉପଲବ୍ଧି ଅନୁଭବ କରୁଛେ। ସବୁ ଗୁରୁମାନେ ଲୋକମାନେ ତ ଜାଣନ୍ତି ନାହିଁ ପ୍ରକୃତ ଗୁରୁ କାହାକୁ ମନ୍ତ୍ର ଦୀକ୍ଷା ଦିଅନ୍ତି ନାହିଁ। କାହାକୁ ମନ୍ତ୍ର ଦୀକ୍ଷା? ତାହେଲେ ଯେଉଁ ଗୁରୁମାନେ ମନ୍ତ୍ର ଦୀକ୍ଷା ଦେଇଛନ୍ତି ସେମାନେ କ'ଣ ସମସ୍ତେ ଭୁଲ? ନା, କେହି ଭୁଲ ନୁହନ୍ତି। ସଂସାରରେ ସବୁ ଠିକ୍। ସବୁ ଈଶ୍ୱରଙ୍କର ଇଚ୍ଛା, ସବୁ ଈଶ୍ୱରଙ୍କର ଲୀଳା, ସବୁ ଈଶ୍ୱରଙ୍କର ଖେଳା। ତାହେଲେ ଆପଣ କହିଲେ ମନ୍ତ୍ର ଦୀକ୍ଷା ଗୁରୁ ଦିଅନ୍ତି ନାହିଁ, ମନରେ ପ୍ରଶ୍ନ ଉଠିବ। ଆପଣ ମାଟ୍ରିକ ପାସ୍ କରିଛନ୍ତି, ଆପଣ ପାଖକୁ ମାଟ୍ରିକ ପାସ୍ ପିଲା ଆସିବେ, 7ମ 8ମ 9ମ 10ମ ପିଲା, ଆପଣ ତାଙ୍କୁ ସେଇ ପାଠ ପଢ଼େଇବେ? ଆପଣ ଗ୍ରାଜୁଏସନ୍ କମ୍ପ୍ଲିଟ୍ କରିଛନ୍ତି, ଆପଣ ପାଖକୁ ସେଇ ଯେଉଁ ପିଲା ଆସିବେ ସେ ଗ୍ରାଜୁଏସନ୍ ପାଠ ପଢ଼ିବେ? ଆପଣ ପାଖକୁ ଯିଏ ପୋଷ୍ଟ ଗ୍ରାଜୁଏଟ୍ ତା ପାଖକୁ ସେମିତି ପିଲା ଆସିବେ, ପାଠ ପଢ଼େଇବେ? ଯିଏ PhD କରିଛନ୍ତି, ତା ଉପରେ ପାଠ ଅଛନ୍ତି, ସେ ପିଲାକୁ ସେ ପାଠ ପଢ଼େଇବେ? ତେଣୁ ମନ୍ତ୍ର ଦେବା ଗୁରୁ ଅଛନ୍ତି, ମନ୍ତ୍ର ନ ଦେବା ଗୁରୁ ବି ଅଛନ୍ତି। ହିନ୍ଦୁ ଧର୍ମରେ ସନାତନ ଧର୍ମ କହିଲେ ଠିକ୍ ହେବ, ହିନ୍ଦୁ ଧର୍ମ କହିଲେ ଭୁଲ ହେବ। ସଗୁଣ ଉପାସନା ଅଛି, ନିର୍ଗୁଣ ଉପାସନା ଅଛି। ଯେଉଁମାନେ ସଗୁଣ ଉପାସକ ଲୋକ ସେମାନେ ମନ୍ତ୍ର ଦୀକ୍ଷାରେ ଦୀକ୍ଷିତ ହେବେ, କିନ୍ତୁ ସେତିକି ନଲେଜ୍ ନାହିଁ। ଯଦି ବ୍ରହ୍ମ ସତ୍ୟ, ଜଗତ ମିଥ୍ୟା, ଯଦି ଈଶ୍ୱର ସତ୍ୟ, ଜଗତ ମିଥ୍ୟା, ତାହେଲେ ବ୍ରହ୍ମ ବ୍ୟତୀତ ଆଉ ଏ ଯେଉଁ ଦେବାଦେବୀ ରହିଲେ ସେମାନେ ସତ୍ୟ ନା ମିଥ୍ୟା? ସୃଷ୍ଟି ଯେତେବେଳେ ପ୍ରଳୟ ହେବ, ଏ ଦେବାଦେବୀ, ଏ ମନ୍ତ୍ର ଯନ୍ତ୍ର ତନ୍ତ୍ର କିଛି ରହିବ? ତାହେଲେ ଆମେ ବ୍ରହ୍ମ ଉପାସନା ନ କରି, ଆମେ ଡାଇରେକ୍ଟ ତାଙ୍କ ପାଖରେ ନ ପହଞ୍ଚି, ଆମେ ଏ ଦେବାଦେବୀ ଶୈବ ଶାକ୍ତିକ କ୍ଷୁଦ୍ର ଦୀକ୍ଷା କେବେ ନ କରିବ ଶିକ୍ଷା। କାହିଁକି ଆମେ କରିବା? ଗଛ ମୂଳରେ ପାଣି ନ ଦେଇ ଆମେ ଡାଳ ଫୁଲ ଫଳ ପୁଷ୍ପରେ ପାଣି ଦେଲେ କ'ଣ ହେବ? ତା କ'ଣ ଗଛ ମୂଳକୁ ଆସିବ? ଆସିପାରେ, କିନ୍ତୁ ଗଛ ତା ଦ୍ୱାରା ସରସ ସୁନ୍ଦର ହେବ ନାହିଁ, ବଞ୍ଚିପାରିବ ନାହିଁ। ତେଣୁ କିଏ କ'ଣ କରୁଛି, କିଏ କ'ଣ ନ କରୁଛି, କିଏ କେତେ ବାଟ ଯାଉଛି, କିଏ କେତେ ବାଟ ନ ଯାଉଛି, କିଏ କ'ଣ ସାଧନା କରୁଛି, କିଏ ସାଧନା ନ କରୁଛି, କିଏ ଅଣସାଧନା କରୁଛନ୍ତି। ଶ୍ରୀକାନ୍ତ ବାବା ଯେମିତି ମୋତେ ପ୍ରଶ୍ନ କଲେ କିଏ ସାଧନା କରୁଛି, ସେଥିରେ ବାବାଙ୍କର ବ୍ୟକ୍ତିଗତ ମତ ଆଦୌ ମତ ନାହିଁ। କେବଳ ଆପଣମାନଙ୍କୁ ଜ୍ଞାନ ଦେବା ପାଇଁ, ସଚେତନ କରାଇଦେବା ପାଇଁ, ପ୍ରକୃତ ଧର୍ମପଥର ଯାତ୍ରୀ ହେବା ପାଇଁ ବାବା ଏ କଥା ଉପସ୍ଥାପନା କରୁଛନ୍ତି। ବାବାଙ୍କର ଏଇ ସନ୍ଦେହ ନାହିଁ, ସଂଶୟ ନାହିଁ, କିଛି ନାହିଁ, କ୍ରିଟିସାଇଜ୍ ନାହିଁ, କମେଣ୍ଟ ନାହିଁ। ଯଦି ଗୋଟେ ବରଗଛରେ ସୁନ୍ଦରଟେ ମାରି ଫୁଲଟେ ଯଦି, ଆମର ବି ସେଥିରେ କିଛି କହିବାର ନାହିଁ। କି ଗାଁ ମୁଣ୍ଡରେ ଗୋଟେ ପଥରଟିଏ ରଖି ସିନ୍ଦୁର ଲଖି ଯିଏ ପୂଜା କରନ୍ତି, ସେଥିରେ ବାବାଙ୍କର କିଛି ଷ୍ଟେଟମେଣ୍ଟ ଦେବାର ନାହିଁ। ଈଶ୍ୱର
ସର୍ବଭୂତାନାଂ ଏକ ଦେବଃ ସର୍ବଭୂତେଷୁ ଗୂଢ଼ଃ ସକଳ ଦେହେ ନାରାୟଣ। ତେଣୁ ଆମେ ଭଲ ଭାବରେ ଗୁରୁଙ୍କୁ କେହି ଆମେ ବୁଝିପାରୁନେ। ଗୁରୁ କ'ଣ ଆମେ ଭଲ ଭାବରେ ଜାଣିପାରୁନେ। ଆଜି ଜଣେ ଲୋକ ଆମକୁ ପ୍ରଶ୍ନ କଲେ ବିନା ଗୁରୁରେ କ'ଣ ଈଶ୍ୱର ଦର୍ଶନ ଈଶ୍ୱରଙ୍କର ସାନ୍ନିଧ୍ୟ ହେବ ନାହିଁ? ବୋଲି କିଏ କଥା ଆପଣଙ୍କୁ କହିଲା? କିଏ କଥା କହିଲା? ଜଗତସିଂହପୁର ଜଣେ ବ୍ୟକ୍ତି ମୋତେ ପଚାରିଲେ, ଆମେ ହଂସପାଳ ପାଖରେ ହେଇଛୁ, ବୋଲି କିଏ କଥା ଆପଣଙ୍କୁ କହିଲା? ହେବ ନା ଟୁଟ୍ରେ ଆପଣ ଦେଖନ୍ତୁ, ଆପଣ ପରୀକ୍ଷା କରନ୍ତୁ। ମୁଁ ପ୍ରାୟ ଭାବୁଛି ଆପଣ ସ୍କୁଲ ନ ଯାଇ ପାଠ ପଢ଼ିଛନ୍ତି। ଆପଣ ସ୍କୁଲ ନ ଯାଇ ଆପଣ ପାଠ ପଢ଼ିଛନ୍ତି। ଆପଣ ବୋଉ ଆପଣ ଭାଷା ଶିଖେଇ ନାହିଁ, ଆପଣ କଥା କହିଛନ୍ତି। ଆପଣ ବାପା ଆପଣଙ୍କୁ ମାନେ ବସେଇବା ଶିଖେଇନି, ଆପଣ ବସି ଶିଖିଛନ୍ତି। ଆପଣ ମନକୁ ମନ ସାଇକେଲ ଚଲାଉଛନ୍ତି, ମନକୁ ମନ ମୋବାଇଲ ଉପରେ। ଏମିତି କେମିତି ସମ୍ଭବ? ଯଦି ଛୋଟିଆ କଥାଟେ ଏଡ଼ିକି ଟିକେ କଥା ଯଦି ବିନା ଗୁରୁରେ ସମ୍ଭବପର ନୁହେଁ, ତାହେଲେ ସୃଷ୍ଟିର ଗ୍ରେଟ୍ ଆଚିଭମେଣ୍ଟସ୍, ରିଅଲ୍ ଆଚିଭମେଣ୍ଟସ୍ ୱିଦାଉଟ୍ ଗୁରୁରେ କିପରି ହେଇପାରିବ? ଆପଣ ଆପଣଙ୍କର ପ୍ରଶ୍ନ ପାଇଲେ ନା? ଆଜ୍ଞା ମୁଁ ଆପଣଙ୍କୁ ଗୁରୁ ରୂପେ ବରଣ କଲି। ଏ ମନୁଷ୍ୟ ସମାଜରୁ ଯେତେ ଦିନ ବାବା ସାଧୁ ହେଲେ, ଦୀର୍ଘ 40 ବର୍ଷ ସାଧନା କଲେ, ଦେଖିଲେ ଏ ମାନବ ସମାଜରୁ ଅହଙ୍କାର ଅଜ୍ଞାନତା କେବେ ଯାଉନାହିଁ। ଏ ମନୁଷ୍ୟ ମନରୁ ସନ୍ଦେହ ସଂଶୟ କେବେ ଯାଉନାହିଁ। ଏବଂ ଆପଣ ଦେଖନ୍ତୁ, ବ୍ରହ୍ମା ଭଗବାନଙ୍କୁ କୃଷ୍ଣଙ୍କୁ ଦେଖି ମାୟାରେ ପଡ଼ିଗଲେ। ଆରେ ଏ ଗୋପ ବାଳକ ସହିତ ଖେଳୁଛନ୍ତି, ଏ ଗୋପ ବାଳକ ସହିତ ଖାଦ୍ୟ ଖାଉଛନ୍ତି, ଗୋପ ବାଳକ ଆଙ୍କ କାନ୍ଧରେ ଚଢ଼ୁଛନ୍ତି, ସେ ଗୋପ ବାଳକ କାନ୍ଧରେ ଚଢ଼ୁଛନ୍ତି। ଯିଏ ଭଗବାନ ସେ କ'ଣ ବାଛୁରୀ ଚରିବାକୁ ଯାଏ? ସମସ୍ତେ କଥା ଆପଣମାନେ ଜାଣିଛନ୍ତି। ସମସ୍ତ ବ୍ୟବସ୍ୟାକୁ କମଣ୍ଡଳରେ ପୁରେଇ ବ୍ରହ୍ମା ନେଇ ଚାଲି ଆସିଲେ। ସେ ମଧ୍ୟ ଭଗବାନଙ୍କ ନାଭିରୁ ସୃଷ୍ଟି ହୋଇ ସେ ମଧ୍ୟ ତାଙ୍କୁ ଜାଣିପାରିଲେ ନାହିଁ। ତେଣୁ 12 ବର୍ଷ ଯଦି ଗୁରୁଙ୍କ ପାଖରେ କାନ୍ଧ ମିଳେଇକି ରୁହନ୍ତି, ଗୁରୁଙ୍କ ସଂସ୍ପର୍ଶରେ ଆସନ୍ତି, ଗୁରୁଙ୍କୁ ଦେଖନ୍ତି, ଆପଣ ଗୁରୁ କ'ଣ ଜାଣିପାରିବେ ନାହିଁ। ମହତକୁ ସିନା ମହତ ଚିହ୍ନଇ ଇତର ତହିଁକି ଅନ୍ଧ। ତେଣୁ ଗୋଟେ ଛୋଟିଆ କଥା ଆପଣଙ୍କୁ ଏବେ କହୁଛି। ଧର୍ମ କଥା ତ ବହୁତ ଅଛି କହିବି। ଆଜି ଭାବିଥିଲି ଯମ ତ ରହିଛି, ନିୟମ ହେଇନି। ଅବିଦ୍ୟା ଅସ୍ମିତା ରାଗ ଦେଶାଭିନିବେଶ ପଞ୍ଚକ୍ଲେଶ ସେଇଟା ବି କହିବି, ସେଇଟା ବି ଉପସ୍ଥାପନା କରିପାରୁନାହିଁ। ପ୍ରତ୍ୟେକ ଦିନ ଦୈନନ୍ଦିନ ଶିଷ୍ୟ ଭକ୍ତଙ୍କର ଯେଉଁ କଥା ମୋ ପାଖକୁ ଆସୁଛି, ସେଇ କଥାକୁ ତ କହିବାକୁ ପଡ଼ିବ ନା। ତାଙ୍କର ସେ ସନ୍ଦେହଟାକ ମୋଚନ ହେବ। ତେଣୁ ପ୍ରତ୍ୟେକ କର୍ମ କଲେ ଯଦି ଫଳ ଫଳେ, ତାହେଲେ ଆମେ ଯଦି ପ୍ରତ୍ୟେକ ଦିନ ବସି ସାଧନା କରିବା, ତାଙ୍କର ପିତାର୍ଥେ କର୍ମ କରିବା, ତାଙ୍କୁ ଭଜନ କରିବା, ଧ୍ୟାନ କରିବା, ଜପ କରିବା। ଜଣେ ଲୋକ ଏବେ ଦୀକ୍ଷା ନେଲେ ଆମଠାରୁ, ସେ ବହୁତ ଟ୍ୟାଲେଣ୍ଟ। ସେ ପଚାରିଲେ, କ'ଣ ଆପଣ ଧ୍ୟାନ କଥା କହୁଛନ୍ତି, ଜପ କଥା କହୁଛନ୍ତି, ଆପଣ ପୂଜାପାଠ କଥା କହୁଛନ୍ତି, ଆପଣ କୀର୍ତ୍ତନ କଥା କହୁଛନ୍ତି, ନାମ କରିବା କଥା କହୁଛନ୍ତି। ପିଲାରେ ବାପା, ଆମକୁ ତ ସବୁ ଭଲ ଲାଗୁଛି ସୃଷ୍ଟିରେ, କେଉଁଟା ତ ଖରାପ ଲାଗୁନି। ଈଶ୍ୱରଙ୍କର କଥା ଆପଣଙ୍କୁ ସବୁ ଭଲ ଲାଗୁଛି? ମୁଁ ଆଜ୍ଞା ସବୁ ଭଲ ଲାଗୁଛି, କିଛି ଏଠି ଖରାପ ନାହିଁ। ଭଜନ କରିବାକୁ ଭଲ ଲାଗୁଛି, କୀର୍ତ୍ତନ କରିବାକୁ ଭଲ ଲାଗୁଛି, ନାମ ଜପ କରିବାକୁ ଭଲ ଲାଗୁଛି, ଧ୍ୟାନ କରିବାକୁ ଭଲ ଲାଗୁଛି, ନୀରବ ରହିବାକୁ ଭଲ ଲାଗୁଛି, ଭଗବତ ପ୍ରସଙ୍ଗ କହିବାକୁ ଭଲ ଲାଗୁଛି। କେବଳ ସେଇ ପ୍ରଭୁଙ୍କ ବିଷୟରେ ଯେତେ ଯେତେ କଥା ଅଛି ସବୁ କରିବାକୁ ଭଲ ଲାଗୁଛି। ପ୍ରଭୁଙ୍କ କଥା ଛାଡ଼ିଦେଲା ପରେ ଅଲଗା କଥା ଖରାପ ଲାଗୁନି କି ଭଲ ଲାଗୁନି। ମନଟା କାହିଁ ତ ସିଆଡ଼େ ଯାଉନି, କ'ଣ କରାହେବ? ଗୋଟେ ଏକ୍ଜାମ୍ପଲ୍, ଆପଣମାନେ ମଦ ଖାଇନାହାନ୍ତି କି ମଦ କେବେ ପିଇ ନାହାନ୍ତି, ମଦ କଥା ଆପଣ ମୁଣ୍ଡରେ ପଶୁଛି? ଚିନ୍ତା କରି ସତ କରି କହିଲେ, ମଦ କଥା ଆପଣ ମୁଣ୍ଡରେ ପଶୁଛି ନା? ଆପଣ ମଦକୁ ବିରୋଧ କରୁଛନ୍ତି ନା ଘୃଣା କରୁଛନ୍ତି ନା ନିନ୍ଦା କରୁଛନ୍ତି? ଯେଉଁମାନେ ମାଛ ଖାଇନାହାନ୍ତି, ମାଂସ ଖାଇନାହାନ୍ତି, ତାଙ୍କର କ'ଣ ସେ କଥା ମୁଣ୍ଡରେ ପଶୁଛି? କେବେ ପଶୁନାହିଁ। ଯିଏ ସନ୍ଧ୍ୟା ହେଲେ ବସିକି ଭଗବାନଙ୍କୁ ଭଜନ କରୁଛି, ଠାକୁରଙ୍କୁ ଦର୍ଶନ କରୁଛି, କୀର୍ତ୍ତନ କରୁଛି, ନାମ କରୁଛି, କିଏ ଧ୍ୟାନ କରୁଛି, ତାର କ'ଣ ଯିଏ ଗାଁ ମୁଣ୍ଡରେ ବସି ତାସ ଖେଳୁଛନ୍ତି, କିଏ ଜାଲ ବୁଣୁଛନ୍ତି,
किए गुली खटी गप करुँच पाखु कौन आंक मन जाऊँ ना मन पड़ुची से कथा से भली बाबांकर ए विषय आदौ किसी प्रतिक्रिया ना कि क्रिया ना कहीं ना जा भितर अच्छी ता बाहर जा भितर ना ता केबे बाहर ना जोग अभ्यास कले आमर कौन हुए ना चित्त वृत्ति निरोध हो जाए। निरोध अर्थ कई भल भाव बुझीपारती नहीं। निरोध अर्थ सुनियंत्रण हो जाए, सुनियंत्रण हो जाए समस्त वृत्ति। ये जीवनटा केवल वृत्तिमय। वृत्ति अर्थ थट्स माने समस्त चिंता गुड़िक निरोध हो जाए। आखि देखुथब तार प्रतिक्रिया नथब, कान शुणुथब तार प्रतिक्रिया नथब, किए कथा कौन कहला तार प्रतिक्रिया नथब। वृत्ति सुनियंत्रण पूरा जमती आपण देखिंट कश्यप पैंच तार गोड़ मान को बाहर करे पुणी पुरे दिए से भली साधना करगले प्रिलिमिनारी स्टेज कथा मो हायर स्टेज कथा कहूना। तेणु आपणकर वृत्ति सुनियंत्रण होदी आपण श्वास प्रश्वास पाखरे मन को रखिबे, सबु बेले रखापी चेष्टा करेंगे एवं से श्वास प्रश्वास जो ब्रह्म मंत्रटी भजन होउची स्वहं से चंद्रायण हो तले सूर्यायण हो। आ गोटे कथा मन रे प्रश्न उठे, बहुत लोग शुणुंट शुणिकी साधना करुँच से बाबा उपस्थापना करुँच मनर कथा गुड़िक साधनार कथा गुड़िक। जदि सुषुम्ना आपण भितर चलला, सुषुम्ना अर्थ दुई पुड़ारे श्वास प्रश्वास आपणकर चलला ना इड़ा ना पिंगला से सोहं जप हो पार ना कि सोहं आ शुणी हम ना। से आपण मनर शून्य अवस्था आसब, मनर एकाग्रता अवस्था आसब, आपण शांत हो। तेणु श्वास प्रश्वास आपण जिते मन रखिबे आपण भितरे सेते स्थिरता सेते शांत अवस्था सेते सिद्धि अवस्था आपणकर आसी। तेणु देखंतु आम जीवन काल भितरे आमे जेतिकी साधना करी उपलब्धि कलु बड़ कथाटी होउछि निजुकु जे भगवान को पाखरे समर्पण करी नाही पिंडरे आउ ब्रह्मांडरे तार साधना कले ईश्वर दर्शन उपलब्धि हब ना। ताको केते गुड़े सिद्धि केते गुड़े विभूति ताको मिलिबो, मन टिके स्थिर हब, रोग टिके भल हो, केते गुड़े काम धंदा तुमर हो नहीं हब, कार बेपार भल चलिबो। जड़े लोक आसिले से कहले टिके आमको दीक्षा देबे, बोलो आज्ञा। जमती गोटे कथा मन पड़े, स्वामी शिवाजी गुरु किए थे? रामदास थिले। रामदास पाखु जड़े माँ अति जिद्दी कले दीक्षा ग्रहण पाई, से किंतु मना कले। जिते जिद्दी कले सेते मना कले। आगे दीक्षा दबा को गुरु माने भल पाऊन से माने पात्र देखिकी दीक्षा दौले। पात्र किए जा भीतर अहंकार ना, जा भीतर निजको गुरु पाखे जे समर्पण कर गुरु दीक्षा दियंती। गुरु परीक्षा करी करी शिष्य को दीक्षा दौले। एबे कौन होउची जी आसला ताको दीक्षा दिया जाउची, ता मूल दरकार आमर लोक दरकार, आमर अनुष्ठान बढ़िया दरकार, आम पैसा दरकार, आमर फूल फल दरकार, आमर लोक माने केमिति मनुष्य देवत्व बा ईश्वरत्व बा ब्रह्मत्व परिणत हे सहीटा आमर आउ दरकार नहीं। से आमे दीर्घ 40 वर्ष मौन रही आम कथा में क्या शुणई दौन कहून। छाड़ू आपण मान अनुभव बहुत जिद्दी कले कौन पाई ना दीक्षा ग्रहण पाई। साधु मान तो बहुत बुद्धिमान कहया कथा नहीं, साधु मान तो ईश्वर भक्त आओ भक्त जनर अधीन मोतो भक्त नुहे भिन्न। तेणु भक्त ठार भगवान भिन्न नुहति। रामदास कहले ठीक अच्छे माँ रेडी ही थांतु, काली 12टा बेल को मुझे आसबि, तुमर दीक्षा कार्यक्रम हम। माँ अनै बसचंती, घर द्वार परिष्कार परिच्छन्न कर गुरुदेव दीक्षा देवे।
गुरुଙ୍କ ପାଇଁ ତ ଖାଦ୍ୟ ପୁଣି ପ୍ରସ୍ତୁତ କରାହେବ। ଆଉ ପ୍ରସାଦ ଡାଲମା ଖଟା କ୍ଷୀରି ବିଭିନ୍ନ ପ୍ରକାର ଆୟୋଜନ କରିକି ରଖିଛନ୍ତି। ଆରେ ଗୁରୁଙ୍କୁ ଦିଆହବ, କିନ୍ତୁ ଏବେ ଓଲଟା। ଏବେ କ'ଣ ଓଲଟା ନା ଦୀକ୍ଷା କାର୍ଯ୍ୟକ୍ରମ ହେଲେ ଗୁରୁ ଶିଷ୍ୟ ପ୍ରସାଦ ଡାଲମା ଖଟା କ୍ଷୀରି, ଆଉ ଗୁରୁ କ'ଣ ଡ୍ରେସ୍ ଦେବେ, ଶିଷ୍ୟ ଡ୍ରେସ୍ ଦେଉଛନ୍ତି। ହେ ଭଗବାନ, ଆମ ଦେଖିବାରେ ଏମିତି ହେଲା। ଆମେ ତ ଆଉ କେତେ ବର୍ଷ ରହିବୁ ମୁଁ ଜାଣିନାହିଁ। ଏ ଶ୍ୱାସର ପୁଞ୍ଜି କେତେବେଳେ ସରିଯିବ, ଆଉ ପରବର୍ତ୍ତୀ ଜେନେରେସନ୍ କ'ଣ ହବ, କିଭଳି ଅବସ୍ଥା ଲୋକକୁ ଯିବେ ଲୋକ। ଛାଡ଼ନ୍ତୁ, ଠିକ୍ 12ଟା ବେଳେ ସାଧୁଙ୍କର ୱାର୍ଡ଼ ସେ ଆସି ପହଞ୍ଚିଲେ। ସେ କହିଲେ ମା ଆଗ ଭିକ୍ଷାଟା ଦେଇଦିଅ, ଆଗ ଖାଇସାରିବା, ତାପରେ ଦୀକ୍ଷା କାର୍ଯ୍ୟକ୍ରମ ହବ। ସେ କହିଲେ ହଉ, ମନ୍ତ୍ରମୂଳ ଗୁରୁର ବାକ୍ୟ, ଗୁରୁ ଯାହା କହିଲେ ତା ମାନିବାକୁ ପଡ଼ିବ, କରିବାକୁ ପଡ଼ିବ। କ'ଣ କଲେ, ସେ ଭିକ୍ଷା ଆଣିବାକୁ ଗଲେ, ମାନେ ଖାଦ୍ୟ ଆଣିବାକୁ ଗଲେ। ସମସ୍ତେ ସାଧୁମାନେ ଆଗେ ପାତ୍ର ନେଇକି ଯାଉଥିଲେ, କାହାରି ପାତ୍ରରେ ସାଧୁମାନେ ଖାଆନ୍ତି ନାହିଁ। ମା ଯେତେବେଳେ ଖାଦ୍ୟ ନେଇକି ଆସିଲେ, ନଡ଼ା କୁଟା ଗୋବର କାଠ ଡାଙ୍ଗ ସେ ମାନେ ପାତ୍ର ଭିତରେ ଅଛି। ବାବା ଇଏ କ'ଣ ଏଥିରେ ମୁଁ ଖାଦ୍ୟ କେମିତି ଦେବି ଆପଣଙ୍କୁ? ନା ମା ଦିଅ, ମୁଁ ଖାଇବି ନା। ବାବା ମୁଁ ଦେଇପାରିବିନି। କାହିଁକି ଦେଇପାରିବନି, ଅସୁବିଧା କ'ଣ? ତୁମେ ଦିଅ ନା, ମୁଁ ଖାଇବି। ବାବା ଏଇଟା ଦିଅନ୍ତୁ, ମୁଁ ସଫା କରିଦିଏ, ତାପରେ ପ୍ରସାଦ ଦେବି, ଆପଣ ଖାଇବେ। ମା ଭାତ ଟିକିଏ, ଡାଲମା ଟିକିଏ, ଖଟା ଟିକିଏ, କ୍ଷୀରି ଟିକିଏ, ତାର ମୂଲ୍ୟ କିଛି ନାହିଁ। ଖାଇଦେବି, ସେ ପେଟରେ ଏକ ହେଇଯିବ, ତା ସଡ଼ିକି କ'ଣ ହେବ, ବିଷ୍ଠା ହେଇଯିବ, ମଳ ହେଇଯିବ। ସେ ମଳ ଏତେ ମାରାତ୍ମକ, ଭାଷାରେ କହିହେବନି। ଯେଉଁଠି ପଡ଼ିବ ସେଠି ଅପବିତ୍ର ହେଇଯିବ। ମାନେ ଯେତେ ମଳ ଅଛି ସୃଷ୍ଟିରେ, ବେଶୀ ଭୟଙ୍କର ହେଉଛି ମନୁଷ୍ୟର ମଳ। ସେ ଯେଉଁଠି ପଡ଼ିବ ଅପବିତ୍ର ହେଇଯିବ। ପୁଣି ଦେଖନ୍ତୁ, ସେ କାହା ସଂସ୍ପର୍ଶରେ ଆସି ମଳ ହେଇଛି ନା ମନୁଷ୍ୟ ସଂସ୍ପର୍ଶରେ ଆସିକି ମଳ ହେଇଛି। ହେଲେ ମନୁଷ୍ୟ ଭିତରେ କେତେ କଦର୍ଯ୍ୟ କଦାକାର କଥା ଥଟ୍ସ ଥବାରୁ ସେ ମଳଟା ଏତେ ପଏଜନ୍ ହେଇଛି। ଥରେ ତୈଲଙ୍ଗ ସ୍ୱାମୀକୁ ନିମନ୍ତ୍ରଣ କରାଗଲା। ତୈଲଙ୍ଗ ସ୍ୱାମୀ ବାରାଣାସୀରେ ରହୁଥିଲେ। ସବୁଠୁ କ'ଣ ହେଲା, ତାଙ୍କୁ ସମସ୍ତେ ଖାଦ୍ୟ ପରିବେଷଣ କଲେ। ତୈଲଙ୍ଗ ସ୍ୱାମୀ ସବୁବେଳେ ଉଲଗ୍ନ ରହୁଥିଲେ। ସବୁଠୁ ସେ କ'ଣ କଲେ, ସବୁବେଳେ ବୁଲୁଥିଲେ। କାହିଁକି ସେ ଉଲଗ୍ନ ରହିଲେ ନା ଗଙ୍ଗାରେ ଗାଧୋଉଥିଲେ। ଗାଧୋଉ ଗାଧୋଉ କୌପୁନୀଟାକୁ ଧୋଉ ଧୋଉ ଗଙ୍ଗା ଭସେଇ ନେଲା। ଦେଖନ୍ତୁ କି ପ୍ରକାର ବୋଧ। ତେଣୁ ଏ ଜଗଜ୍ଜନନୀ ମାଙ୍କର ଇଚ୍ଛା କ'ଣ ନା ଆଉ ମୁଁ କୌପୁନୀ ପିନ୍ଧିବି ନାହିଁ। ମା ତ ଭସେଇ ନେଲେ, ଆଉ କୌପୁନୀ, ପ୍ରଭୁଙ୍କର ଇଚ୍ଛା ନାହିଁ ଆଉ କୌପୁନୀ ପିନ୍ଧିବାରେ, ମୁଁ ଉଲଗ୍ନ ରହିବି। ସେ ଉଲଗ୍ନ ରହିଲେ। ଛାଡ଼ନ୍ତୁ, ଆମେ ଯାଇଛୁ ତାଙ୍କ ସମାଧି ମନ୍ଦିରରେ ବସିଛୁ, ବହୁତ ସମୟ ଧ୍ୟାନ କରୁ। ବନାରସ ଗଲେ, ସବୁଠୁ ତୈଲଙ୍ଗ ସ୍ୱାମୀଙ୍କୁ ନିମନ୍ତ୍ରଣ କରାଗଲା। ସେ ସବୁଠୁ କ'ଣ କଲେ, କହିଲେ ହଉ ଠିକ୍ ଅଛି, ଖାଦ୍ୟ ପରିବେଷଣ କରାଗଲା। ତୈଲଙ୍ଗ ସ୍ୱାମୀ ସବୁ ଖାଦ୍ୟ ଖାଇବେ। କହିଲେ ଠିକ୍ ଅଛି, ଏଥର ମୁଁ ଦେଉଛି, ତୁମେମାନେ ଖାଅ। ସେ କହିଲେ କ'ଣ ସୃଷ୍ଟି କରିବେ ଦେବେ। ସେ ପଛପଟକୁ ହାତ ନେଲେ ମଳଦ୍ୱାର ପାଖକୁ, ଖାଲି ମୁଠା ବିଷ୍ଠା ସବୁ ବାହାର କରି ଥୋଇଦେଲେ। ସବୁ ବିଷ୍ଠା ବାହାର କରି ଥୋଇଦେଲେ। କି ଗନ୍ଧ, କିଏ ଖାଇବ? ସାଧୁଙ୍କର କେତେ ସାଧନା, କେହି ଖାଇଲେ ନାହିଁ। କିଏ ବିଷ୍ଠା ଖାଇବ? ସାଧୁଙ୍କ ବିଷ୍ଠା। ଦେଖ, ସାଧୁ ଯଦି ଏତେ ଭଲ, ସାଧୁ ଯଦି ଏତେ ମହାନ, ସାଧୁ ଯଦି ଏତେ ଉଚ୍ଚ କୋଟିର, ସାଧୁ ଯଦି ଭଗବାନ, ସାଧୁଙ୍କ ଭିତର ଦେଇ ଯେଉଁ ଖାଦ୍ୟଟା ଆସି ବିଷ୍ଠାରେ ପରିଣତ ହେଲା, ସିଏ କେମିତି ବିଷ୍ଠା ହେବ? ଏ କଥାର ବହୁତ ରହସ୍ୟ ଅଛି, କହିଲେ ସମୟ ଲାଗିବ। ଯାହାର ଏଇ ଥଟ୍ସ ଆସିବ, ଯାହାର ଏଇ କନସେପ୍ଟ ଆସିବ, ଯାହାର ଏଇ ଭାବନା ଆସିବ, ସେ ତ ବିଷ୍ଠା କେମିତି ଛୁଇଁଦେବ, ସେଟା ଅମୃତ ହେଇଯିବ। ସାଧୁଙ୍କ ବିଷ୍ଠା ଅମୃତ ହେଇଯିବ। ତେଣୁ ସେ କ'ଣ କଲେ, କେହି ଖାଇଲେ ନାହିଁ। ଯେତେ ଖାଦ୍ୟ ସବୁ ବାହାର କରିକି ଥୋଇଥିଲେ, ସମସ୍ତ ଖାଦ୍ୟକୁ ଆରାମସେ ବିଷ୍ଠାକୁ ସବୁ ଖାଇଦେଲେ। ସମସ୍ତେ ଦେଖି ଆସିছে, କିଛି ଘର ଦ୍ୱାର ଗନ୍ଧ ନାହିଁ, କିଛି ବୋଲି କିଛି ନାହିଁ, ଘର ଦ୍ୱାର ପୁରା ବାସନାରେ ମହକିଲା। ତେଣୁ ସେ କ'ଣ କଲେ, କହିଲେ ତୈଲଙ୍ଗ ସ୍ୱାମୀ
ଜମା 5 ଜଣଙ୍କୁ ଦୀକ୍ଷା ଦେଇଥିଲେ, କାହାକୁ ଆଉ ଦୀକ୍ଷା ଦେଲେ ନାହିଁ। କାହିଁକି ନା ଭଗବତ ପ୍ରାପ୍ତି ପାଇଁ କାହାର ବ୍ୟାକୁଳତା ଶ୍ରଦ୍ଧା ନାହିଁ। କଳି ଯୁଗରେ ଦୀକ୍ଷା ନେବାର ଆବଶ୍ୟକତା ଯେଉଁ ଲୋକମାନେ ଫିଲ୍ କରୁଛନ୍ତି, ଦେହ ସୁସ୍ଥ ରହିବ, ମନ ଟିକେ ସୁସ୍ଥ ରହିବ, ବେପାର ବାଣିଜ୍ୟ ଟିକେ ଭଲ ଚାଲିବ, ଆଉ ମୁଁ ରାଜନୀତିରେ ଟିକେ ସକ୍ସେସ୍ ହେବି, ଏତେ ଖଣ୍ଡେ ଦାନା ମିଳିବ, ଯେ ଭଗବାନ ମିଳିବା ପାଇଁ ଯେ ଦୀକ୍ଷା, ଏସବୁ ଯାହା ମିଳେ ପୂର୍ବଜନ୍ମ ସଂସ୍କାରରୁ ଏଇ କନସିୟସନେସ୍ କାହାର ନାହିଁ। ତାପରେ କ'ଣ ହେଲା, ସେ ରାମଦାସ କହିଲେ ମା ତୁମେ ଯଦି ସାମାନ୍ୟ ଟିକେ ଖାଦ୍ୟ ଏ ପାତ୍ରରେ ଗୋବର କି ବିଷ୍ଠା କି ଅଳିଆ ଥବାରୁ ତୁମେ ଯଦି ଖାଦ୍ୟଟା ଦଉନ, ତାହେଲେ ତମ ମନ ଭିତରେ କେତେ ଯେ ଅଳିଆ ଆବର୍ଜନା ଅଛି ତାକୁ ତୁମେ ସଫା କଲଣି। ମୁଁ ତୁମକୁ ଯେଉଁ ମନ୍ତ୍ର ଦେଲେ, ଯେଉଁ ଦୀକ୍ଷା ଦେଲେ, ତୁମର କ'ଣ ହେବ ନା ଭଗବତ ଦର୍ଶନ, ଭଗବତ ଉପଲବ୍ଧି ହେବ, ବା ତୁମ ଦେହବୋଧରୁ ତୁମେ ଆତ୍ମବୋଧରେ ପହଞ୍ଚିବ, କିମ୍ବା ତୁମେ ସ୍ୱରୂପରେ ପ୍ରତିଷ୍ଠା ଲାଭ କରିବ। ତୁମେ ନିଜକୁ ଚିହ୍ନିପାରିବ, ନିଜକୁ ଜାଣିପାରିବ, ନିଜକୁ ଅନୁଭବ କରିପାରିବ। ସେ ଏତେ ଅପରିଷ୍କାର ଅପରିଚ୍ଛନ୍ନ ପାତ୍ରରେ ଏ ଦୀକ୍ଷାଟା ମୁଁ କେମିତି ଦେବି? ତୁମ ମନକୁ ତୁମେ ଆଗ ଶୁଦ୍ଧି କର, ତୁମ ମନକୁ ଆଗ ପବିତ୍ର କର, ତୁମ ମନକୁ ତୁମେ ନିର୍ମଳ କର, ତୁମ ମନକୁ ତୁମେ ଧୌତ କର, ଧୋଇଦିଅ, ସଫା କରିଦିଅ, ମୁଁ ଆସିବି ତୁମକୁ ଦୀକ୍ଷା ଦେବି। ଏ କଥାରୁ ଆପଣମାନେ କ'ଣ ଶିଖିଲେ? ବର୍ତ୍ତମାନର ଦୀକ୍ଷା, ସେ ସମୟର ଦୀକ୍ଷା, ସେ ସମୟର ଗୁରୁ, ବର୍ତ୍ତମାନ ସମୟର ଗୁରୁ, ସେ ସମୟର ଶିଷ୍ୟ, ବର୍ତ୍ତମାନ ସମୟର ଶିଷ୍ୟ ଭିତରେ କି ଆକାଶ ପାତାଳ ତଫାତ। ତେଣୁ ଦିନକୁ ଦିନ ଧର୍ମ ସଙ୍କୁଚିତ ହୋଇ ଚାଲିଛି। ଲୋକମାନେ ଭୌତିକ ଜଗତ ପ୍ରତି ପୁରା ଆକୃଷ୍ଟ ହୋଇପଡ଼ୁଛନ୍ତି। ଈଶ୍ୱର ଅଛନ୍ତି ବୋଲି ସମସ୍ତଙ୍କର ଜ୍ଞାନ ଥିଲେ, ଏ ବିଷୟରେ ଜ୍ଞାନ ଥିଲେ, ସମସ୍ତଙ୍କର ଜ୍ଞାନ ଥିଲେ, କାହାର ବିଶ୍ୱାସ ନାହିଁ, କାହାର ନିର୍ଭର ନାହିଁ, କାହାର ଭଗବାନଙ୍କ ଉପରେ ଆସ୍ଥା ନାହିଁ। ତେଣୁ ସେଥିଲାଗି ଭାଗବତରେ ଲେଖା ଅଛି, ମୂଳଟି ଅଟଇ ବିଶ୍ୱାସ, କହି ଜଗନ୍ନାଥ ଦାସ, ବିଶ୍ୱାସ ବିନା କର୍ମ ଯେତେ, ଫଳ ନ ଫଳେ କଦାଚିତ। ତେଣୁ ସେଇ ବିଶ୍ୱାସ, ତାକୁ ଇଂଲିଶରେ କହିଲେ ଫେଥ୍ ଆଉ ରିଅଲ୍ ଫେଥ୍, ବିଶ୍ୱାସ ଆଉ ଦୃଢ଼ ବିଶ୍ୱାସ। ସତରେ ମୋ ପ୍ରଭୁ ଅଛନ୍ତି, ସତରେ ମୋ ଭଗବାନ ଅଛନ୍ତି, ସତରେ ଡାକିଲେ ସେ ଶୁଣନ୍ତି, ସତରେ ସେ ଡାକିଲେ କଥା କୁହନ୍ତି, ସତରେ ସେ ଡାକିଲେ ସବୁକିଛି କରନ୍ତି। ସେଇ ଅଦୃଶ୍ୟ, ସେଇ ଅନସିନ୍ ବିଭିନ୍ନ ରୂପରେ ଆସି ଯେ ଛିଡ଼ା ହୁଏ, ବିଭିନ୍ନ ରୂପରେ ଯେ ସାହାଯ୍ୟ ଏବଂ ସହଯୋଗ କରନ୍ତି, ସେ କଥା ଅନୁଭବୀ ଜାଣେ, ସାଧକ ଆଉ ସାଧିକା ଜାଣନ୍ତି। ସାଧାରଣ ଲୋକମାନେ ଏ କଥାକୁ କେତେବେଳେ ବୁଝିପାରନ୍ତି ନାହିଁ କି ଜାଣିପାରନ୍ତି ନାହିଁ। ସେ ମୋତେ ଦେଲା ନା, ତା ଭିତରେ କିଏ? ସେ ମୋତେ ଗାଳି ଦେଲା, ତା ଭିତରେ କିଏ? ତେଣୁ କ୍ରିୟା ଯୋଗ ସମ୍ପୂର୍ଣ୍ଣ ସାଇଣ୍ଟିଫିକ୍, ସମ୍ପୂର୍ଣ୍ଣ ପ୍ରାଚୀନ ଯୋଗ। ସବୁ ଯୋଗର ସାରାଂଶ ହିଁ କ୍ରିୟା ଯୋଗରେ ଅଛି। ଯିଏ ଥରେ କ୍ରିୟା ଯୋଗକୁ ଭଲ ଭାବରେ ବୁଝିଲା, କ୍ରିୟା ଯୋଗକୁ ଭଲ ଭାବରେ ଜାଣିଲା, ନିଷ୍ଠାର ସହିତ କ୍ରିୟା ଅଭ୍ୟାସ କଲା, ବାବାଜୀ ମହାରାଜ ଯେଉଁ ପଦତ କୌଶଳ ଆମକୁ ଦେଇଛନ୍ତି, ସେଇ କୌଶଳକୁ ଆମେ ଜୀବନରେ ଯଦି ଆପ୍ଲାଏ କଲେ, ଆମେ ନିଶ୍ଚିନ୍ତ ଭାବରେ ଭଗବତ ଆନନ୍ଦ, ଭଗବତ ପ୍ରେମ ଆଉ ଅନୁଭବ ଉପଲବ୍ଧି କରିପାରିବା। ଆଉ ଭଗବାନ ଆମକୁ ନେଇ କେଉଁଠି ରଖିବେ, କେଉଁଠି ବସେଇବେ, କ'ଣ କରିବେ, ସେ କଥା ସିଏ ଜାଣନ୍ତି। ଆମେ ସେ କଥା କିଛି ଜାଣିବାର ନାହିଁ, କି ଚିନ୍ତା କରିବାର ନାହିଁ, କିଛି ଭାବିବାର ନାହିଁ। ଦୀକ୍ଷା ଦେଲାବେଳେ ଆମେ ସମସ୍ତଙ୍କୁ ଏବେ କହିଲୁ, କେହି କାହାକୁ ତୁ ତା କରିବ ନାହିଁ। ଝିଅକୁ ତୁମେ ଆପଣ, ସ୍ୱାମୀକୁ ତୁମେ ଆପଣ, ସ୍ୱାମୀ ସ୍ତ୍ରୀକୁ ତୁମେ ଆପଣ, ସମସ୍ତେ ସମସ୍ତଙ୍କୁ ଆପଣ କହିବେ। କାହିଁକି? ହ୍ୱାଇ? କାରଣ ସବୁରି ଭିତରେ ଭଗବାନ। ତୁମେ ଜାଣିନଥିଲ ଦୀକ୍ଷା ପୂର୍ବରୁ ଯେ ସମସ୍ତେ ଜଣେ, ଇଏ ମୋ ସ୍ତ୍ରୀ, ଇଏ ମୋ ପୁଅ, ଇଏ ମୋ ଝିଅ, ଇଏ ମୋ ମାମୁଁ, ଇଏ ମୋ ଦାଦା, ଇଏ ମୋ ବାପା, ଇଏ ମୋ ଖୁଡ଼ି, କ'ଣ କେତେ ଅଛି ସାମାଜିକ ସ୍ତରର କଥା।
किंतु तुम्हें दीक्षा नेला पर जानिल जे सबुरी भितरे भगवान सबु से करुचंती कराउचंती ताले मो प्रभु को मु कौन यही व्यवहार करी यही दृष्टि देखी यही कथा कहि ताले गोटे मूर्ति भितर मो प्रभु को देखी ताला जेते स्टाचू जेते मूर्ति समस्ते जड़े जड़े मूर्ति ये मूर्ति भितर कौन मो प्रभु को देखी नहीं हाँ तेणु तुमर दीक्षा जेबे ठारू नेल तुमर ज्ञान चक्षु खोलीगला तुमर द्वितीय जन्म है सेकेंड बार्थ है तुम्हें गुरुंकर संतान हेल गुरु तुमको जेमती गाइड करेंगे सेमती आप चलिले आप निश्चिंत भाव आपण लक्ष्य स्थल पहुँची जीवे लक्ष्य कौन मूल लक्ष्य रे पहुँचे गौण लक्ष्य रे पहुँचे मूल लक्ष्यटा कौन ना आम जो आसीते सेठी जीवा वास्तव रे जे भगवान को भल पाती भगवान को भक्ति करती भगवान को भजन करती भगवान को ध्यान करती भगवत प्रसंग रे रुहंती नवम अध्यायर 22 श्लोक को भल भाव पढ़े भल भाव बुझे भल भाव जानिमे तांकर समस्त दायित्व परम पिता परम ब्रह्म बाबा भगवान ग्रहण करते बा दायित्व नियंती तेणु ये कथार आम विश्वास ना विश्वास पर कहले बहुत एपिसोड हम आमर विश्वास आम कहूचे विश्वास अच्छी सतरे आमर विश्वास ना सतरे आमर विश्वास ना सतरे तांकर आमर निर्भर ना सतरे तांकर आमर कौन ना भल पाइबाटा ना देखंतु गोटे छोट कथा कही आम कथा बंद करवा आम केते सुंदर ड्रेस पिंधुचे ना कि केते कॉस्टली प्रभु केते ड्रेस आम वर्ष को किणी प्रभु को पिंधौचे 5 प्रकार आइटम नहेले आम खाऊने एवं से जदि तेल मसला युक्त नहला सुस्वादु नहला आम खाऊने जी आमर इष्ट जी आमर प्रभु जी आमर सर्वस्व जी सबु किछि आमर दुख को हरण करिवे आमर सबु किछि आमको शांति और आनंद देवे जे आमको सबु किछि आम भीतर श्वास प्रश्वास नौचंदी जहाँ को सृष्टि रे आमे सबु किछि भोग करूचे तांको पई आमे केते प्रकार फल किणिकी केते प्रकार नैवेद्य करी तांको पाखरे आमे समर्पण करूचे निजको देखंतु काहाको देखंतु नहीं काहारी को समीक्षा करंतु आम घरे गरम होची बोली फैन लगेइचे गरम होची बोली एसी लगेइचे ठाकुर घरे आमे फैन एसी लगेइचे ठाकुर अछंती बा आपण सेति लगी प्रणाम करूचंती सेति लगी भोग दउचंती सेति लगी चेनी दउचंती सेति लगी गुड़ दउचंती सेति लगी नकुली दाना आपण दउचंती मु जानि ने स्पेलिंग भी नकुली दाना कि नकुल दाना नकुली दाना दउचंती एई थुर आपण जानंतु जहार जीवंत भाव देखी नाव तेणु आमे जेतबे लोककर दुख शुणु कष्ट शुणु साधु मान पाखु तो समस्ते आसती कहीं आसती कि कहते मुझे भगवान को पाइबी भगवान को चरणारविंदे मोर अचला भक्ति भाव जागृत हम मो मन शुद्धि पवित्र हो भगवान पर समर्पित हो कथा कहती समस्ते आसती संपद पाई संपद जे विपदर कारण दुखर कारण कष्टर कारण से कथा क्या जना न था तेणु आमर किभली भाव आम प्रभु प्रति तेणु जार जेमंत भाव देखी नावम दिए तेणु आम केते केते बड़ रूम ठाकुर 6 6 5 5 बड़ रूम टे जदि है घरे पार्टी हम तल हम तुम्हें इतने बड़ रूम नष्ट करदेल गेस्ट माने रहिबे कोठी आम जेतिकी बोलीचु अनुभव करेचु सेतिकी कहूचु तेणु अनेक कथा अच्छी शास्त्र विषय कहबू प्रभु केते दिन रखिबे जना नहीं रहिले गीता कहब भागवत कहब उपनिषद कहब वेद पर कहब मु तो पढ़ी नहीं जानी टिके पतंजल जोगसूत्र पर कहब आज आम मानकर ये मनर कथा आमर जो स्वभावर कथा आमर जो आचरणर कथा से कथाटा विषय आग आलोचना सरू केते वर्ष लगुच लगी जाऊ कौ दिन आम भितर विश्वास आसब
କେଉଁ ଦିନ ଆମ ଭିତରେ ସନ୍ଦେହ ସଂଶୟ ଆଉ ନ ରହିବ, କେଉଁ ଦିନ ଆମର ପ୍ରଭୁଙ୍କୁ ଭଲ ପାଇବାର ହେବ, ଆଉ କେଉଁ ଦିନ ଆମର ପ୍ରଭୁଙ୍କ ସେବାରେ ଏ ମନ ଲାଗିଯିବ। ତେଣୁ ସେଇଟା ହେଉଛି ବଡ଼ କଥା। ତେଣୁ ନେକ୍ସଟ ଆସିଲେ କହିବା, ଯମ ଉପରେ କୁହାହେଇଥିଲା, ନିୟମ ଉପରେ କୁହାହେଇନଥିଲା। ଶୌଚ, ସନ୍ତୋଷ, ତପ, ସ୍ୱାଧ୍ୟାୟ, ଈଶ୍ୱର ପ୍ରଣିଧାନ ଉପରେ କୁହାହବ। ଟିକେ କହିଦେଉଛି। ଶୌଚ, ଶୌଚ ଦୁଇ ପ୍ରକାର, ଗୋଟେ ବାହ୍ୟ ଶୌଚ, ଗୋଟେ ଅନ୍ତର ଶୌଚ। ବାହାରେ ଯେତେ ପରିବେଶ ପରିଷ୍କାର ପରିଚ୍ଛନ୍ନ ଦେଖିଲେ କେତେ ଭଲ ଲାଗେ, କେତେ ଖୁସି ଲାଗେ। ଯେଉଁଠି ନିଟ୍ ଆଣ୍ଡ କ୍ଲିନ୍ ଥାଏ, ଯେଉଁମାନେ ଫରେନ୍ ଯାଇଛନ୍ତି, ଭଲ ଭଲ ଡେଭଲପ୍ କଣ୍ଟ୍ରି ଦେଖିଛନ୍ତି କେତେ ପରିଷ୍କାର। ଶାରଦା ବା 2 ବର୍ଷ ଆମେରିକାରେ ରହିକି ଆସିଛନ୍ତି, ଦେଖିଛନ୍ତି କେତେ ପରିଷ୍କାର ପରିଚ୍ଛନ୍ନ, କେତେ ପରିଷ୍କାର ଲାଗେ। ସମସ୍ତଙ୍କୁ ପରିଷ୍କାରଟା ଭଲ ଲାଗେ। ଶୌଚ, ଅନ୍ତର ଶୌଚ। ତେଣୁ ଆମ ମନରେ ଯେତେବେଳେ ଅଳିଆ ନଥାଏ, ଆବର୍ଜନା ନଥାଏ, ମଳି ନଥାଏ, ମନ ଆମ କେତେ ଭଲ ଲାଗେ, କେତେ ଭଲ ଲାଗେ। ତେଣୁ ମନର ମଳି ଯିବାକୁ ହେଲେ ଆମକୁ ସାଧୁସଙ୍ଗ କରିବାକୁ ପଡ଼ିବ, ସତ୍ସଙ୍ଗ କରିବାକୁ ପଡ଼ିବ, ଆଉ ସ୍ୱାଧ୍ୟାୟ କରିବାକୁ ପଡ଼ିବ, ଆଉ କ'ଣ କରିବାକୁ ପଡ଼ିବ ନା ସାଧନା କରିବାକୁ ପଡ଼ିବ। କହିଲେ ବ୍ୟାଖ୍ୟା କଲେ ବହୁତ ସମୟ ଯିବ। ନେକ୍ସଟ ଶୌଚ ପରେ ସନ୍ତୋଷ। ଦେଖନ୍ତୁ, ଭଗବାନ କାହାକୁ ଅନ୍ତର୍ପାନ୍ତର କରନ୍ତି ନାହିଁ, ଭଗବାନ କାହାକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି ନାହିଁ। ଜଣେ ମହତ ଲୋକ ବି କାହାକୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି ନାହିଁ। ଯେଉଁମାନେ ଏଠି କେତେ ଟିଚର ବସିଛନ୍ତି, ଯାହା ଷ୍ଟୁଡେଣ୍ଟ ଲେଖନ୍ତି ସେଇ ଅନୁସାରେ ମାର୍କ ଦିଅନ୍ତି। ଏଠି ଲେକ୍ଚର ବସୁଛନ୍ତି, ଟିଚର ବସୁଛନ୍ତି, ସେଇ ହିସାବରେ ମାର୍କ। ଆମେ ଯାହା କର୍ମ କରିଛେ ସେଇ ଫଳ ଭୋଗ କରୁଛେ। ଆମେ ଏ ବିଷୟରେ ଆଗ ସଚେତନ ହେବା। ସଚେତନ କ'ଣ ହେଲେ ସନ୍ତୁଷ୍ଟ ସତତଂ ଯୋଗୀ। ଯେତେବେଳେ ଯାହା ଆମକୁ ପ୍ରାପ୍ତି ହେଲା, ଯେଉଁଦିନ ଯାହା ମିଳିଲା, ଶୌଚ ସନ୍ତୋଷ। ତେଣୁ ଆମେ ସନ୍ତୁଷ୍ଟ ରହିବା। ତେଣୁ ମନ, ହ୍ୟୁମାନ ୱାନ୍ସ ଆର୍ ଅନଲିମିଟେଡ୍। ଏଠି ଇକୋନୋମିକ୍ସ ଲେକ୍ଚର ବସିଛନ୍ତି, କେତେ ବଡ଼ ଟ୍ୟାଲେଣ୍ଟ ଗୋବିନ୍ଦ ବାବା। ତେଣୁ ମଣିଷର ଅଭାବ ଅସୀମ। ୱାନ୍ ୱାନ୍ସ ଫୁଲଫିଲ୍, ଆନନ୍ଦର ୱାନ୍ସ ୱିଲ୍ କମ୍, ପୁଣି ବି ଆସେ। ତେଣୁ ମନ କେବେ ତୃପ୍ତ ହୁଏ ନାହିଁ। ଆଖି ଏତେ ରୂପ ଦେଖିଲାଣି, କେବେ ତୃପ୍ତ ହେଲାଣି? କାନ ଏତେ କଥା ଶୁଣିଲାଣି, କେବେ ତୃପ୍ତ ହେଲାଣି? ପାଟି ଏତେ ବକ ବକ ହେଲାଣି, ତୃପ୍ତ ହେଲାଣି? ସବୁଦିନେ ଟେଷ୍ଟ ଖାଦ୍ୟ ଖାଉଛି, ଟିକେ ଲୁଣ ନ ପଡ଼ିଥିଲେ ଥୁ ଥୁ କି ଫିଙ୍ଗି ଦେଉଛି, ଯାହା କେବେ ତୃପ୍ତ ହେଲାଣି? ତେଣୁ କେତେବେଳେ ମନ ତୃପ୍ତ ହେବ ନାହିଁ। ତେଣୁ ମନକୁ ବୁଝେଇବେ। ମନକୁ ବୁଝେଇଲେ ମନ ବୁଝିପାରିବ ନାହିଁ। ଯଦି ମନକୁ ଈଶ୍ୱରଙ୍କ ସେବାରେ ଲଗେଇବେ, ଗୁରୁ ଯେଉଁ ଉପଦେଶ ଦେଲେ ଠାକୁରଙ୍କ ସେବାରେ ଲଗେଇବେ, ତେଣୁ ମନ ଆଉ ଅସନ୍ତୁଷ୍ଟ ହେବନି। ଗୀତାରେ ଗୋଟେ ଶ୍ଲୋକ ଅଛି, ପ୍ରାୟ ମୋର ମନେ ପଡ଼ୁଛି, 6ଠ ଅଧ୍ୟାୟର 22 ଶ୍ଲୋକ। ଜଙ୍ଗ ଲବ୍ଧା ଚାପଲ୍ଲାଭଂ ମନନ୍ତେ ନାଧିକଂ ତତ୍ର ଯସ୍ମିନ୍ ସ୍ଥିତ ନ ଦୁଃଖେନ ଗୁରୁଣାପି ବିଚାଲତେ। ଯାହାକୁ ଦେଖିଲେ ଆଉ କିଛି ଦେଖିବାକୁ ଇଚ୍ଛା ହୁଏ ନାହିଁ, ଯାହାକୁ ଜାଣିଲେ ଆଉ କିଛି ଜାଣିବାକୁ ଇଚ୍ଛା ହୁଏନି, ଯାହାକୁ ପାଇଲେ ଆଉ କିଛି ପାଇବାକୁ ଇଚ୍ଛା ହୁଏ ନାହିଁ। କହିଲେ ବହୁତ ସମୟ ଲାଗିବ। ଭୀମ ଭୋଇ ପଡ଼ିଗଲେ, ଗୁରୁ ନେଇ ଚରିବାକୁ ଯାଇଥିଲେ, ଫେରୁ ଫେରୁ ପଡ଼ିଗଲେ। ଯେତେ ଯେ ଭୀମ ଭୋଇକି ଉଠେଇଲେ, ଭୀମ ଭୋଇ କ'ଣ ଉଠିଲେ? ଉଠିଲେ ନାହିଁ। ଗୋଟିଏ କଥା କହିଲେ, ଯିଏ ପକେଇଛି ସିଏ ଉଠେଇବ, ଯିଏ ପକେଇଛି ସେଇ ଉଠେଇବ। ଥରେ ଚିନ୍ତା କଲେ, କେଉଁ ବୋଧରେ ସେ ଥିଲେ, କେଉଁ ଭାବରେ ସେ ଥିଲେ, କିଭଳି ମାନସିକତା ତାଙ୍କର ଥିଲା ଯେ ସବୁ ଈଶ୍ୱର କରୁଛନ୍ତି, କରାଉଛନ୍ତି। ସେ କ୍ରିୟା ଯୋଉଟାକୁ କେମିତି ବୁଝିଥିଲେ? ଯିଏ ପକେଇଛି ସେଇ ମତେ ଉଠେଇବ। ଭଗବାନ ଆସିଲେ, ଭୀମ ଉଠନ୍ତି, ତମେ ଜାଣିବି କେମିତି? ମୁଁ ତମକୁ ଜାଣିବି କେମିତି ଭଗବାନ ବୋଲି? ମୁଁ ତତେ ଦିବ୍ୟ ଚକ୍ଷୁ ଦଉଛି, ତୁ ଦେଖ। ଦେଖିଲା ସତରେ ଭଗବାନ ହାତ ଧରିଲେ, ଉଠେଇ ଆଣିଲେ। କ'ଣ ମର ମାଗୁଛୁ ମାଗ? ନା ପ୍ରଭୁ, ଯେଉଁ ଅନ୍ଧ ଥିଲି ସେଇ ଅନ୍ଧ କରିଦିଅ। ବହୁତ ଏକ୍ଜାମ୍ପଲ କହିବାକୁ ପଡ଼ିବ, ଘଣ୍ଟା ଘଣ୍ଟା ଗୋଟେ ଉପରେ ପଳେଇବ। କହିବାର ଅର୍ଥ, ଯାହାକୁ ଦେଖିଲା ଆଉ କିଛି ଦେଖିବାକୁ। ଭୀମ କହିଲା, ସେଇ ରୂପ ମୁଁ ଦେଖିଲି, ଏ ଆଖି ପୁଣି ଅଲଗା ରୂପ ଦେଖିବ, ଏ ରୂପକୁ ଭୁଲିଯିବ। ମୁଁ ତ କିଛି ଦେଖି ନାହିଁ। ତେଣୁ ପ୍ରଭୁ ଅନ୍ଧ କରିଦେଲେ, ସେଇ ରୂପ ମୋ ଆଖି ଆଗରେ ନାଚୁଥବ। ତେଣୁ ସନ୍ତୁଷ୍ଟ ମନ କେବେ ହେବ ନାହିଁ। ଏ ମନକୁ ବୁଝେଇ ଦେବେ, ତୁ ସାରା ବିଶ୍ୱର ଯଦି ରାଜରାଜେଶ୍ୱର ହଉ, ତୁ କେବେ ସନ୍ତୁଷ୍ଟ ହେଇପାରିବୁ। ହେ ମନ, ତୁ ଭଜନରେ ନିମଗ୍ନ ରହ,
भगवान निकट निजको समर्पण करदे भगवान को पितार्थे कर्म कर भगवान को भल पा मन संतुष्ट कहले बहुत समय लगे सहस एग्जाम्पल अच्छी शौच संतोष तप आउ कहे ना तप देखु सब पिंडरे आ ब्रह्मांड इंद्रियगण प्रकृति गण को नियंत्रण करने आयत करने को तप कहुए मन कौन चाहूँ मन गोटे इंद्रिय कान कौन चाहूँ सी भी गोटे इंद्रिय चक्षु गोटे इंद्रिय से कौन न चाहूँ 10टा इंद्रिय अच्छी ना से सब वार्क अच्छी कहले समय लगे चर्म भी डेंजर इंद्रिय से समस्त बड़ इंद्रियटे आखि तो लिमिट कान तो लिमिट जुहा तो लिमिट नाक तो लिमिट 1 2 3 4 चर मिसले 5 ज्ञानेन्द्रिय होगले से पुणी एंटायर बॉडी रे अच्छी छुआ को स्पर्श करने को चर्म केमती व्याकुलित तेणु कौन सी प्रकार तुम्हें संतुष्ट हो पार शौच संतोष तप तेणु प्रकृति गण इंद्र गण को वशीभूत आयत करने को तप कह पुणी तप खरा कुहरी काकर वर्षा मान अपमान दुख कष्ट निर्यातना गाली जी जहाँ देला सब मो प्रभु देइचंदी सब मो पूर्वजन्म संस्कार मत प्राप्ति होइछि सब से ईश्वरंकर इच्छा ताहले आपण तप कौन करले जदि न सही पाले से मते गाली देइछि सरीला आ कौन बुझैले समय लागिबो शौच संतोष तप स्वाध्याय स्वाध्याय बोले संख्या पर कहूँ स्वाध्याय बोले सेल्फ स्टडी सेल्फ एनालिसिस करवा निजको चिन्हिमा पिंडरे गोटे ब्रह्मांडरे गोटे निजको चिन्हिमा निजको जानिमा निजको एनालिसिस करवा सबुबले मनरे गोटे प्रश्न रखंतु हु एम आई हु एम आई हु एम आई कहतु कौन हम आपण पर बाबा को कहे कौन पाइबे आपण बाबा को कहे स्वाध्याय करन सेल्फ स्टडी सेल्फ एनालिसिस करते स्वाध्याय गीता भागवत ब्रह्मसूत्र उपनिषद महापुरुषों जीवनी पाठ करने को स्वाध्याय कहुए तो आम एत पढ़ी पारा नहीं गीता टिके भागवत टिके महापुरुष टिके जीवनी पढ़ा ईश्वर प्रणिधान गोटे पिंडरे गोटे ब्रह्मांडरे पिंडरे प्राण को धारण करवाटा हूँ ईश्वर प्रणिधान प्राण पूरक क्रिया चली रेचक क्रिया चली कुंभक गोटे मुहूर्त होली सूक्ष्मादि सूक्ष्म टेक्निक अच्छी ताको गुरु सेवा कले गुरु कृपा हेले गुरु से कौशल देवे जो कौशल रे आपण बहुत समय कुंभक रही तेणु 12 वर्ष कले सेवा गुरु कहले किछि ही दबा पात्र हेले समर्पण हेले गुरु देवे गुरुधन मिलवा एत सहज नुहे तापरे प्राण को धारण करवाटा हूँ कौन ईश्वर प्रणिधान आउ ईश्वर प्रणिधान ब्रह्मांड रे कौन ता अर्थ ना भगवान को निकट रे निजको पूर्ण मात्रा रे समर्पण करदेवाटा हूँ ईश्वर प्रणिधान तेणु पतंजल जोग सूत्र कहले कौन सी जोग सूत्र क्रिया जोगर कथा लेखा ना भगवत गीतार लेखा अच्छी जोग वासिष्ठ रामायण लेखा अच्छी पतंजल जोग सूत्र लेखा अच्छी पतंजल कौन कहले ना तप स्वाध्याय ईश्वर प्रणिधानानि क्रिया जोग तेणु बहुजन्म तपस्यार प्रभाव बहुजन्मर संस्कार फल अति प्राचीनतम जोग को आपण मैंने शिखिंट किछि किछि जानिचंती ताको श्रद्धार सहित भावर सहित भक्तिर सहित अभ्यास करंतु तार सुफल निश्चिंत पाइबे मन स्थिर हो मनरे शांति और आनंद मिल से गुरु भक्ति गुरु श्रद्धा गुरु विश्वास दरकार आउ विशेष किछि कहबा नहीं जहाँ शिखिले ता घर को लेकिन जीवे ये बाबा को दे जीवे ना बुझिपारे पुणी असुविधा होदी घर को नेले कली हम ताले देखा बाबा को नेक्स्ट सत्संग पचार कहीं कली है चंडाल ते कही तू जहाँ शुणिमु से आसबू ना तू ताको पुणी बेंगला को लेकिन आई बलद धान खाऊँ सी कौन मुँह बांध जीवन तू जार दया ना उद्धव चंडाली
ସେଇ ତେଣୁ ଛାଡ଼ନ୍ତୁ। हे जगन्नाथ, हे परमात्मा परम ब्रह्म समस्त कृपा करते। ये भी भूल कथा, क्या से कृपा न करिसें जे कृपा करंतु ये तुम कहूँ। क्या से आशीर्वाद न करिसें आशीर्वाद कथा कहते। क्या दया कर जे से कौन निर्दय पुरुष। हे प्रभु तुम्हें एतिकी कर, आम भितर चेतना जागृत हो, आमे तुमर संतान, आमे तुमको भजन करूँ, आमे तुमको ध्यान करूँ, आमे तुमरी कथा कहू, तुमरी सेवा करूँ, तुम चरण में आम लीन हो। प्रभु आमको एतिक आशीर्वाद कर। आम केवे कहूना प्रभु आशीर्वाद कर, प्रभु कृपा कर, प्रभु दया कर। प्रभु को आम एत संक्षिप्त करदेबू, एत छोट करदेबू। आम से कौन न दौरान आम भीतर श्वास प्रश्वास नौ बहुत समय लगे। केवल ब्रेथ उपर कहले शेष क्रिया योग परंपरार समस्त गुरु मान को प्रणाम करुच्ची। विश्वर प्रत्येक संप्रदायर गुरु मान को प्रणाम करुच्ची। उपस्थित भगवत स्वरूपगण सबरी भितर जगतर नाथ जगन्नाथ देखी मु प्रणाम करुच्ची। हरि ओम तत्सत्। जय जगन्नाथ, जय गुरुदेव।